ଆସିଲେ ସିନା କିଏ ଆଶ୍ରମକୁ ସହଯୋଗ କରିବ। ଆମେ ନିଶ୍ୱାସ କୋଉ ବାଟେ ନଉଛେ, କୋଉ ନାଡିରେ ନଉଛେ ନିଶ୍ୱାସ? ଦୁଇଟି ପ୍ରଧାନ ନାଡି କଣ? ଇଡା ଆଉ ପିଙ୍ଗଳ। ଇଡା ନାଡି ଅଛି, ପିଙ୍ଗଳ ନାଡି ଅଛି। ପିଙ୍ଗଳା ଡାହାଣ ପଟେ ଅଛି ଆଉ ଇଡା ନାଡି ବାମ ପଟେ ଅଛି। ଇଡା ନାଡି, ପିଙ୍ଗଳା ନାଡି ସୂର୍ଯ୍ୟ ନାଡି, ଆଉ ପିଙ୍ଗଳା ନାଡି ହଉଛି ଚନ୍ଦ୍ର ନାଡି। ଦୁଇଟାଙ୍କ ନାଡି ପ୍ରବାହିତ ହଉଛି ଦୁଇ ପଟେ। ନାକର ଯୋଉ ଦୁଇ ପୁଡା ଅଛି ସେ ଦୁଇ ପୁଡାରେ ପ୍ରବାହିତ ହଉଛି। ଯୋଉମାନଙ୍କର ପିଙ୍ଗଳା ନାଡି ସକ୍ରିୟ ଥିବ, ଯୋଉମାନଙ୍କର ପିଙ୍ଗଳା ନାଡି ସକ୍ରିୟ ଥିବ, ସେମାନେ ଖେଳକୁଦ ବାହାର ଆକ୍ଟିଭିଟି ସହିତ ବହୁତ ସମ୍ପର୍କ ଥିବ। ଯେତେ ଆକ୍ଟିଭ ଅଛି ସେମାନେ ଯେପରିକି ଖେଳ କସରତ କରିବା, ଭ୍ରମଣ କରିବା, ମାନେ ବାହାର ଆଟାଚମେଣ୍ଟଟା ବଢିଯିବ ପିଙ୍ଗଳା ନାଡି ଯଦି ବେଶୀ ଆକ୍ଟିଭ ହବ। ସେମିତି ଇଡା ନାଡି ଯେତେବେଳେ ଆକ୍ଟିଭ ଥିବ ବା ଯୋଉମାନଙ୍କର ବେଶୀ ଆକ୍ଟିଭ ରହୁଛି, ସେମାନେ ଲେଖିବା, ଭାବନା କରିବା, ଧ୍ୟାନ କରିବା, ସୂକ୍ଷ୍ମତାର ସହିତ ଆଚରଣ ସୃଷ୍ଟି ହବ। ସେଇଟା ଯଦି ବାହିକ ସ୍ଥିତି ହୁଏ, ଏଇଟା ଆନ୍ତରିକ ସ୍ଥିତି ବଢାଏ, ମାନସିକ ସ୍ଥିତି। ଚନ୍ଦ୍ର ନାଡି କୁହାଯାଏ, ଚନ୍ଦ୍ର ହଉଛି ମନକାରକ ଗ୍ରହ। ଚନ୍ଦ୍ର ଯେହେତୁ ମନକାରକ ଗ୍ରହ ଏବଂ ଇଡା ନାଡି କି ଚନ୍ଦ୍ର ନାଡି କୁହାଯାଏ, ଏବଂ ସେଇଥିପାଇଁ ତୁମର ଭାବୁକ ବା ଧ୍ୟାନ ବା ସମାଧି ଏସବୁ ଲାଗିବାର ବହୁତ ମାନେ ସୁଯୋଗ ଥାଏ ଯୋଉମାନଙ୍କର ଇଡା ନାଡି ବହୁତ ସକ୍ରିୟ ଥାଏ। ତେବେ ଯାହା ହଉ, ଏ ଦୁଇଟି ନାଡି ଆମ ଭିତରେ ପ୍ରବାହିତ ହଉଛି, ଆମକୁ ସକ୍ରିୟ କରୁଛି, ଆମକୁ ସତେଜ କରୁଛି ଏବଂ ଆମକୁ ବଞ୍ଚେଇକି ରଖେ। ପ୍ରକୃତରେ ଦେଖିବାକୁ ଗଲେ ବହୁତ ଇମ୍ପୋର୍ଟାଣ୍ଟ କଥା ମୁଁ କହିବାକୁ ଯାଉଛି। ଆଜିର ଏଇ ଟପିକ ବହୁତ ଇମ୍ପୋର୍ଟାଣ୍ଟ ତୁମମାନଙ୍କ ପାଇଁ ଜାଣିବା ପାଇଁ, ଆଉ ଯୋଗ କ୍ରିୟା ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତେବେ ଏଇ ଯୋଉ ଦିଟା ନାଡି ରହିଲା, ଇଡା ପିଙ୍ଗଳା, ଏଇ ଇଡା ପିଙ୍ଗଳା ଚାଲୁଛି, ଏଇ ଇଡା ପିଙ୍ଗଳା ନାଡି ଚାଲୁଛି ଅହର୍ନିଶି ଚାଲୁଛି ଇଡା ପିଙ୍ଗଳା। ଏବଂ ଏଇ ଦୁଇଟି ନାଡି, ଆଚ୍ଛା, ଏଇ ଇଡା ପିଙ୍ଗଳା ନାଡି ଯୋଉ ଚାଲୁଛି ଦେଖନ୍ତୁ ସୂକ୍ଷ୍ମ ରୂପରେ, ଏବଂ ଦେଖିବାକୁ ଗଲେ ଯଦି ଆମେ ତାଙ୍କୁ କହିବା ଏଇ ନାଡି ଦୁଇଟି ଏର ପରିଚାଳକ କିଏ ପରିଚାଳନା କରୁছে ନାଡି ଦୁଇଟି? ଚାଲୁଛି ତ ନାଡି। ଏବଂ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କଥା ମନେ ରଖନ୍ତୁ, ମଝିରେ ଗୋଟେ ନାଡି ଅଛି ସୁଷୁମ୍ନା ନାଡି। ସୁଷୁମ୍ନା ନାଡି ଆ ଦ୍ୱାରା ପ୍ରବାହିତ ହଉଛି।
ସୁଷୁମ୍ନା ନାଡି ଇଡା ପିଙ୍ଗଳା ଦ୍ୱାରା ପ୍ରଭାବିତ ହେଉଛି। ଯଦି ଇଡା ପିଙ୍ଗଳା ନଥିବ ସୁଷୁମ୍ନା ଚାଲିବାକୁ କଷ୍ଟ ହୋଇପଡ଼ିବ। ମୁଁ ଆଉ ଟିକେ ଅଧିକ ଉଦାହରଣ ଦେଇପାରେ ବୁଝିବା ପାଇଁ। ଯେମିତି ଧରାଯାଉ ପଜିଟିଭ ଆଉ ନେଗେଟିଭ, ପଜିଟିଭ ଏବଂ ନେଗେଟିଭ ମିଶିଲେ କ'ଣ ହୁଏ? ଗୋଟେ ବିଜୁଳି ତରଙ୍ଗ ସୃଷ୍ଟି ହବ, ନାଇଁ କି? ପଜିଟିଭ ନେଗେଟିଭ ଯେତେବେଳେ ମିଶିଯିବ, ଦିଟା ଚାଲୁଥିବ କିଛି ନାହିଁ, ମିଶିଲେ ବଲ୍ବ ଜଳିବ, ନ ମିଶିଲେ ଜଳିବନି। ଇଏ ଏକ୍ଜାକ୍ଟ ସେଇ ଜିନିଷ। ଯେତେବେଳେ ଇଡା ପିଙ୍ଗଳା ମିଶିବେ, ଇଡା ପିଙ୍ଗଳା ଗୋଟେ ଧରନ୍ତୁ ଗୋଟେ ଘଣ୍ଟାରେ ଇଡା ଚାଲିଲା ସକ୍ରିୟ ହେଇକି, ଆର ଘଣ୍ଟାରେ ପିଙ୍ଗଳା ଚାଲିବ, ଦୁଇଟାଙ୍କ ଅନବରତ ଚାଲୁଛନ୍ତି। ଆଚ୍ଛା, କେତେବେଳେ ସେ କମିବ ନା ଇଡା କମିଲେ ପିଙ୍ଗଳା ବଢିବ, ପିଙ୍ଗଳା କମିଲେ ଇଡା ବଢିବ, ଇଏ ବଢିବ ସେ କମିବ। ଏଇ ମଝିରେ ଗୋଟେ ସ୍ଥାନ ଥାଏ, ମଝିରେ ଯୋଉ 5 ମିନିଟ ପାଖାପାଖି ହବ, 5 ମିନିଟ ଭିତରେ ସମାନ ହେଇଯାନ୍ତି। ଇଏ କମିବ ସିଏ ବଢିବ, ସିଏ କମିବ, ଏମିତି ଏମିତି ଯାଉଛି, ଏମିତି ହଉଛି। ଇଏ କମି କମି ଇଏ ସମାନ ଗୋଟେ ଜାଗାରେ ହେଇଯାନ୍ତି, ଇଡା ପିଙ୍ଗଳା ସମାନ ହେଇଯାନ୍ତି। ହେଲା ମାନେ କ'ଣ ହବ ନା ବଲ୍ବ ଜଳିବ। ଯେତେବେଳେ ସମାନ ହେଇଯିବ ମାନେ ନେଗେଟିଭ ପଜିଟିଭ ସେଇଠି ମିଶିଯିବେ, ସେ ମିଶିକିରି ପ୍ରବାହିତ ହେବେ କୋଉଠି ନା ସୁଷୁମ୍ନା ଭିତରକୁ ଯିବେ। ଯେତେବେଳେ କମ ହବ ବା ସମାନ ହେଇଯିବ, ସମାନ ଯେତେବେଳେ 5 ମିନିଟ, ମାତ୍ର 5 ମିନିଟରେ ବଲ୍ବ ଜଳିଲା, ତାମାନେ ତୁମେ ସକ୍ରିୟ ହେଲ, ଜୀବନୀ ଶକ୍ତି ପାଇଲ। କୋଉଠି? ସୁଷୁମ୍ନାକୁ ଉଜ୍ଜୀବିତ କରିବ। ପୁରା ସାଇଣ୍ଟିଫିକ ଟର୍ମ ଏଇଟା। ସୁଷୁମ୍ନା ଉଜ୍ଜୀବିତ ହେବ ଇଡା ପିଙ୍ଗଳା ଦ୍ୱାରା, ଏବଂ ଇଡା ପିଙ୍ଗଳା ଯେତେବେଳେ ସମାନ ହବ, ସମାନ ଗତିରେ ରହିବେ, ସେଇଠି ଗୋଟେ ବିଦ୍ୟୁତ ତରଙ୍ଗ ସୃଷ୍ଟି ହବ, ବା ସେଇ ସମୟରେ ଇଡାରେ ପ୍ରବେଶ କରିବ କିଏ? ବାୟୁ, ଶକ୍ତି ସଞ୍ଚରଣ ହବ। ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା, ବହୁତ ଇଣ୍ଟରେଷ୍ଟିଂ କଥା, ଜାଣନ୍ତି? ବହୁତ ଗୁପ୍ତ କଥା। ସେଟା ଅଟୋମେଟିକ ହଉଛି ସମସ୍ତଙ୍କର, କିନ୍ତୁ ଜଣେ ସାଧକ, ତୁମ ଭଳି ଜଣେ ସାଧକ, ତୁମେ ବହୁତ ସମୟ ସୁଷୁମ୍ନାକୁ ଉଜ୍ଜୀବିତ କରିପାରିବ। କେମିତି? କାହା ଦ୍ୱାରା ହବ ନା ପ୍ରଣବ ଦ୍ୱାରା। ବହୁତ ସିକ୍ରେଟ ଜିନିଷ। ପ୍ରଣବ ଦ୍ୱାରା ଉଜ୍ଜୀବିତ ହବ ସୁଷୁମ୍ନା। କେମିତି ଉଜ୍ଜୀବିତ ହବ ନା ଯେତେବେଳେ ପ୍ରଣବ କରିବେ, ପ୍ରଣବର ସ୍ୱରରେ ତଲ୍ଲୀନ ହେଇକି ଯେତେବେଳେ ପ୍ରଣବ କରିବେ, ଏକ ସ୍ୱରରେ ମନ ଦେଇଦେବେ, ପ୍ଲୁତ ସ୍ୱର ଗୋଟେ ସୃଷ୍ଟି ହବ ପ୍ରଣବରେ। ତାମାନେ ଯେତେ ସମୟ ପ୍ରଣବ କରୁଥିବେ ସେତେ ସମୟ ସମାନ ହେଇକି ରହିବ କିଏ? ଇଡା ଏବଂ ପିଙ୍ଗଳା। ତେବେ ଯଦି ଆମେ ଲଜିକ ଦେଖିଲେ ଯେ ସେ ସମାନ ହେଲେ ସୁଷୁମ୍ନା ପ୍ରବାହିତ ହଉଛି, କିନ୍ତୁ ପ୍ରଣବ ଯେତେବେଳେ କରିବ ଅଟୋମେଟିକ ସେ ଦିଟାଙ୍କ କନଷ୍ଟାଣ୍ଟ ରଖିଦେବ, ଦିଟାଙ୍କ। ତାମାନେ ପ୍ରଣବ ଯେତେ ସମୟ କରୁଥିବେ ସେତେ ସମୟ କ'ଣ ସୁଷୁମ୍ନା ଉଜ୍ଜୀବିତ ହବ। ସେତିକି ନୁହେଁ, ପ୍ରାୟ ତାର ଲଙ୍ଗରିଂ ଗତି ହବ। ଯେମିତି ଗୋଟେ ଶକ୍ତିକି ତୁମେ ରଖିଲ, ସେ ରହିଗଲା, ବହୁତ ସମୟ ରହିଯିବ, ବହୁତ ସମୟ ଉଜ୍ଜୀବିତ ହବ। କୋଉଥିରେ ନା ସୁଷୁମ୍ନାରେ। ଏ 5 ମିନିଟ ହଉଥିଲା, ଇଏ ଘଣ୍ଟେ ଘଣ୍ଟେ ହେଇଯିବ। ବୁଝନ୍ତୁ କଥା। ସେ 5 ମିନିଟ ହଉଛି, ତୁମେ ଜୀବନୀ ଶକ୍ତି ପାଉଛ ବା ଶକ୍ତି ସଞ୍ଚାର ହଉଛି, କିନ୍ତୁ ପ୍ରଣବରେ ତୁମେ ବାଧ୍ୟରେ ବା ବହୁତ ଟେକ୍ନିକରେ ଯୋଉ ସେ ଟେକ୍ନିକରେ ପ୍ରଣବ ଦ୍ୱାରା ସୁଷୁମ୍ନାକୁ ଜାଗ୍ରତ କରିପାରିବ। ବହୁତ ସମୟ, କେତେ ଫାଇଦା ଅନୁଭବ କରନ୍ତୁ ଜଣେ ସାଧକ ପାଇଁ। ଆଉ ସେଇଟା ତ ଜୀବନୀ ଶକ୍ତି। ସୁଷୁମ୍ନା ଜାଗ୍ରତ ହେଲେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହବ। କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଲେ ସବୁ ଚକ୍ର ଜାଗ୍ରତ ହବ। କୁଣ୍ଡଳିନୀ ଶକ୍ତି ଜାଗ୍ରତ ସୁପ୍ତ ଅବସ୍ଥାରେ ଅଛି କିଏ? ସୁଷୁମ୍ନା। ସୁଷୁମ୍ନା ସୁପ୍ତ ଅଛି, କୁଣ୍ଡଳିନୀ ମଧ୍ୟ ସୁପ୍ତ ଅଛି।
ଶୋଇକି ରହିଛନ୍ତି। ତମ ଭିତରେ ଶକ୍ତି ଅଛି କିନ୍ତୁ ଶୋଇକିରି ଅଛି। କେବଳ ସାଧକ ଜାଗ୍ରତ କରିବ, ଯୋଗୀ ଜାଗ୍ରତ କରିବ କୁଣ୍ଡଳିନୀ ଶକ୍ତି। ସେପ୍ଟ୍ରିନ୍ ଖାଇଦେଲେ ହବନି କି ଯୋଉ ମେଡିସିନ ସବୁ ବାହାରିଛି, କୌଣସି ମେଡିସିନ ପୃଥିବୀରେ ବାହାରିନି କୁଣ୍ଡଳିନୀ ଜାଗ୍ରତ କରିବା। କୌଣସି ଟାବଲେଟ ଖାଇଲେ ଜାଗ୍ରତ ହବନି, କିନ୍ତୁ କେମିତି ଜାଗ୍ରତ ହବ? କେବଳ ପ୍ରଣବରେ। ଓଙ୍କାର ସତନାମ। ଓଙ୍କାର ହଉଛି ସବୁ ଶକ୍ତିର ଆଧାର। ସାପ ଶୋଇଛି, ଫଣା ଟେକୁନି, ତୁମେ କଣ କଲେ ଫଣା ଟେକିବ? କୋଉଠି ହାତ ମାଇଲ? ପଦ୍ମତଳ ଡାକିଲ, ଉଠିଲାନି। ଡମ୍ବରୁ ବଜେଇଲ, ଡମ୍ 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 ଡଗ 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 ଡଗ। ଇଏ ତ ବ୍ରହ୍ମ ଶବ୍ଦ ମୁଁ କହିଦେଲି ଏଠି। କୋଉ କହିଦେଲି ଶୁଣନ୍ତୁ, ସିଆଡକୁ ଯିବାନି। ତେବେ ତୁମେ ଡମ୍ବରୁ ବଜେଇଲ, ଡାଲା ବାଡେଇ ଦେଲ ମୁଣ୍ଡରେ, ସବୁ କିଛି କଲ, କିନ୍ତୁ ଉଠିଲା ନା। କଣ କରିବ ତୁମେ? କୋଉଠି ବାଡାଇବ? ଲାଞ୍ଜରେ ବାଡାଇବ। ଲାଞ୍ଜରେ ବାଡେଇବା ମାତ୍ରେ ହିଁ ସର୍ପ ଫେଣ ଟେକିବ। ସୁପ୍ତ ଅବସ୍ଥାରେ ଅଛି। ସାପ ଯେମିତି ଲାଞ୍ଜୁଡକୁ ଗୁଡେଇକି ରଖିଥାଏ, ସେମିତି କୁଣ୍ଡଳିନୀ ଶକ୍ତି ଗୁଡେଇକିରି ଅଛି 3.5 ଫେରା ହେଇକି, ମାନେ 3.5 ରାଉଣ୍ଡ। ଫେରା ମାନେ ରାଉଣ୍ଡ। ଏଠି ପ୍ରଣବ ହେଲେ, ପ୍ରଣବରେ ଯୋଉ ନାଦ ଶବ୍ଦ, ଯୋଉ ସ୍ୱରର ଝଙ୍କାର, ଶବ୍ଦର ଗତି ଟଚ୍ କରିବ କୋଉଠି? ନା କୁଣ୍ଡଳିନୀ ଶକ୍ତି ଲାଞ୍ଜ। ଲାଞ୍ଜରେ ମାଡ଼ ହେଲେ ଫଣା ଟେକିବ। ତୁମେ ସ୍ୱୟଂ ଟେକି ହେଇଯିବ, ସବୁ ଜାଗା ଆକ୍ଟିଭେଟ ହେଇଯିବ। ଯେତେ ଚକ୍ର ଅଛି ସବୁ ଜାଗା ଆକ୍ଟିଭେଟ ହବାକୁ ଲାଗିବ। ଖାଲି ସେତିକି ନୁହେଁ, ସେ ଉପରକୁ ଉଠିବ। ସେ ଶକ୍ତିଟା ଜାଗ୍ରତ ହେଇଗଲା, ସେ ଉଠିବ ନା ନାଇଁ? ପୁଣି କୁଆଡେ ଉଠିବ? ମୂଳାଧାରକୁ ଉଠିବ, ସ୍ୱାଧିଷ୍ଠାନକୁ ଉଠିବ, ମଣିପୁରକୁ ଉଠିବ, ଅନାହତକୁ ଉଠିବ, ବିଶୁଦ୍ଧକୁ ଉଠିବ, ଆଜ୍ଞାକୁ ଉଠିବ। ଏ ଷଡ଼ଚକ୍ରକୁ ସେ ଟଚ୍ କରିବ କୁଣ୍ଡଳିନୀ ଶକ୍ତି। ତାମାନେ ତୁମେ ଶୁଖା ହେଇକି ରହିବ, ପ୍ରସ୍ଫୁଟିତ। ଗଛଟା ରସଯୁକ୍ତ ନାହିଁ, ଗଛ ଶୁଖିଲା ହେଇକି ରହିଛି। ଇଏ ଯେ ଉଠିବ, ଗଛ ରସଯୁକ୍ତ ହବ, ପ୍ଲାବିତ ହବ ସବୁ କ୍ଷେତ୍ରରେ। ମାନେ ଯେମିତି ପାଣିଟା ଫଟା ହେଇକି ରହିଛି, ବିଲ ଫାଟି ଯାଇଛି, ପାଣି ମାଡେଇବ। ତମେ ପାଣି ମାଡେଇବ ନା? କେମିତି ପାଣି ମାଡେଇବ? ଯେକୌଣସି ଉପାୟରେ ପାଣି ମାଡେଇବ। ଯେମିତି ବର୍ଷାକୁ ଅନେଇଥାଏ ଫଟା ମାଟି, ସେମିତି ଏ ଶରୀର ଅପେକ୍ଷା କରିଛି ବହୁ ଜନ୍ମରୁ କୁଣ୍ଡଳିନୀ ଶକ୍ତି ଜାଗ୍ରତ ପାଇଁ, ରସଯୁକ୍ତ ହବା ପାଇଁ। ସେଇ ରସରେ ଯେତେବେଳେ ଆସିବ ଶକ୍ତିଟା, ଶରୀର ବହୁ ଜନ୍ମରୁ ଅପେକ୍ଷା କରିଥିଲା ନା ସେଇ ରସ ପାଇବା ପାଇଁ। ରସରେ ପ୍ଲାବିତ, ଏଣ୍ଟାର ଶରୀର ରସଯୁକ୍ତ ହେଇଯିବ, ଜ୍ଞାନଯୁକ୍ତ ହେଇଯିବ, ଆଉ ମୋହଯୁକ୍ତ ହେଇଯିବ, ଶକ୍ତିଯୁକ୍ତ ହେଇଯିବ, ଭୋଗଯୁକ୍ତ ହେଇଯିବ, ଐଶ୍ୱର୍ଯ୍ୟ ଯୁକ୍ତ ହେଇଯିବ। ଅପେକ୍ଷା କରିଛି ନା ବହୁ ଜନ୍ମରୁ। ତେଣୁ କୁଣ୍ଡଳିନୀ ଶକ୍ତି ଜାଗ୍ରତ କେମିତି ହବ? ନା ପ୍ରଣବରେ ହବ। କାହା ଦ୍ୱାରା ହବ? ନା ସୁଷୁମ୍ନା କାଣ୍ଡ ଦ୍ୱାରା ହବ। ସୁଷୁମ୍ନା କାଣ୍ଡ କାହା ଦ୍ୱାରା ପ୍ଲାବିତ ହବ? ନା ଇଡା ପିଙ୍ଗଳା ପ୍ଲାବିତ ହବ। ଇଡା ପିଙ୍ଗଳା ଶକ୍ତି ଦେଇଛନ୍ତି, ତୁମେ ମଣିଷଟି କରି ରଖ, ସାଧାରଣ ମଣିଷଟି କରି ରଖି ଇଡା ପିଙ୍ଗଳାର ଶକ୍ତିରେ। କିନ୍ତୁ ଅସାଧାରଣ କେତେବେଳେ ହବ ମଣିଷଟା? ଯେତେବେଳେ ସୁଷୁମ୍ନା ଜାଗ୍ରତ ହବ ଏବଂ ସୁଷୁମ୍ନା ମାଧ୍ୟମରେ କୁଣ୍ଡଳିନୀ ଜାଗ୍ରତ ହବ। ତେଣୁ ସୁଷୁମ୍ନାକୁ କିଏ ଜାଗ୍ରତ କରିବ?
ଆମେ ଏଠି ଆଲୋଚନା କରୁଥିଲୁ ବର୍ତ୍ତମାନ ପ୍ରଣବ ଜାଗ୍ରତ କରିବ। ପ୍ରଣବ କୋଉଠି ଶିକ୍ଷା କରିବ? ଯଦି ପ୍ରଣବରେ ଏତେ ଶକ୍ତି ଅଛି, ପ୍ରଣବ କୋଉଠି ଶିକ୍ଷା କରିବ? ତୁମେ କିଏ ଶିକ୍ଷା ଦବ ତୁମକୁ? ଯିଏ ପ୍ରଣବକୁ ଦେଖିଥିବ, ଯିଏ ପ୍ରଣବର ନାଦକୁ ଶୁଣିଥିବ, ଯିଏ ପ୍ରଣବକୁ ଅନୁଭବ କରିଥିବ ଏବଂ ପ୍ରଣବ ନାଦରେ ଅନେକ ଜିନିଷ କରିଥିବ, ମନ୍ତ୍ର ଅଭିମନ୍ତ୍ରିତ କରିଥିବ, କେତେ ଜିନିଷ ପରୀକ୍ଷା କରିଥିବ। ଓಂ ଶବ୍ଦରେ କିଛି ନୁହେଁ, ଓಂ କରିଦେଲେ ହବନି। ଏଠି ପ୍ରଣବ ନାଦ କରିବାକୁ ପଡିବ, ପ୍ରଣବ ଶକ୍ତିକୁ ସଞ୍ଚାରିତ କରିବାକୁ ପଡିବ, ତାହେଲେ ଯାଇ ମନ୍ତ୍ର ସିଦ୍ଧ ହବ। ତେଣୁ ଏଇଠି ତ ଆମେ ମୁନି ସମାଜରେ ଦେଖୁଛେ, ପେଣ୍ଡାଲ ଉପରେ ଛିଡା ହେଇକିରି ଓଙ୍କାର କରୁଛନ୍ତି। ଆଗେ ଓଙ୍କାର ନ କଲେ ପ୍ରବଚନ ହବନି, ବାହାରିବନି। କିଏ କହିଲା ତାଙ୍କୁ ଚାଲିକିରି ପ୍ରଣାମ କରିବା ପାଇଁ? କିଏ କହିଲା ଛିଡା ହେଇକି ପ୍ରଣାମ କରିବା ପାଇଁ? ପ୍ରଣବର ରହସ୍ୟ ଯିଏ ଜାଣିଥିବ, କେବେ କୋଉଠି କାହା ଆଗରେ ପ୍ରଣାମ କରିବନି, ସଭା ମଧ୍ୟରେ ପ୍ରଣାମ କରିବନି। କାଲି ଜଣେ ମତେ ଫୋନ କରି କହୁଥିଲେ, ବାବା ମୁଁ ପ୍ରଣାମ କରୁଛି, ସେ ଘରେ 4 ଜଣ ଶୋଇଛନ୍ତି। ମୁଁ କହିଲି ପ୍ରଣାମ କେମିତି କରୁଛ? ସେ ତ ଆଡମିସନ କରିନାହାନ୍ତି, କିଏ ଯୋଗ ଶିକ୍ଷା ଦେଲା ତମକୁ? କିଏ କେମିତି ଏଇ କଥା କହିଲା କରିବା ପାଇଁ? ନା ମୁଁ ପ୍ରଣବଟା କରିଦଉଛି, ପ୍ରଣବରେ କଣ ସେ ଦେଖିପାରିବେ କି? ମୁଁ କହିଲି ତମ ଆସନଟା ଦେଖିବେ କି ନାହିଁ? ତୁମ ଆସନଟା ଦେଖିବ କି ନାହିଁ, କେମିତି ବସଛ? ହଁ ଶବ୍ଦଟା ଶୁଣିଲ କିଛି ନାହିଁ, ବାହାରେ ଶୁଣିପାରିବ, ଯେ ଶୁଣିପାରିବ, ଭିତରେ ବି ଶୁଣିପାରିବ, ଠିକ ଅଛି, କିନ୍ତୁ ତୁମ ଆସନଟା ଇଏ ଶିକ୍ଷା। ନା ମୁଁ କେବଳ ପ୍ରଣବ କରୁଛି, ଚକ୍ରଭେଦନ କରୁନି। ଚକ୍ରଭେଦନ ବରଂ କରିପାରିବ ସମସ୍ତଙ୍କ ଆଗରେ, ମାନସିକ ସ୍ତରରେ କେହି ଜାଣିପାରିବେନି, କିନ୍ତୁ ପ୍ରଣବଟା ଜାଣିବେ କି ନାହିଁ? ମୁଁ କହିଲି ବନ୍ଦ କର ସେ ପ୍ରଣବ। ତମେ ଶପଥ କରିଛ କାହାକୁ ଯୋଗ ଦେଖେଇବନି, କେମିତି ଦେଖୁଛ? ଆଉ ଏଇନା ଅସୁବିଧା ହେଇଛି, ମୋ କତିକି ଫୋନ କରୁଛ କାହିଁକି? କାହିଁ ଫୋନ କରୁଛ? ତମେ ତ ନିଜେ ନିଜେ ଅଜ୍ଞାନତାରେ ପ୍ରଣାମ କରୁଛ। ପ୍ରଣାମଟାକୁ ଭାବୁଛ ସହଜଟା, ଏଇଟା ବୋଧେ ଯୋଗ ନୁହେଁ, ଏଇଟା ଗୋଟେ ସାଧାରଣ ଜିନିଷ। କିନ୍ତୁ ପ୍ରଣବର ସବୁଯାକ ଯୋଗର ଶକ୍ତି ଚାବି ପ୍ରଣବରେ ଅଛି, ଜାଣିବା ଦରକାର। ତେଣୁ ରୁଟ ମିଳିଲା କି ନାହିଁ ଆମକୁ? ପ୍ରଣବ ଶକ୍ତି କି ଜାଗ୍ରତ କରିବା ପାଇଁ ଆମକୁ ରୁଟ ମିଳିଲା। କୋଉ ରୁଟ? ନା ସୁଷୁମ୍ନା କାଣ୍ଡ। ସୁଷୁମ୍ନା କାଣ୍ଡ କେମିତି ଜାଗ୍ରତ ହବ? ନା ପ୍ରଣବରେ ଜାଗ୍ରତ ହବ। ପ୍ରାଣାୟାମରେ ଜାଗ୍ରତ ହୁଏନି, ପ୍ରଣବରେ ଜାଗ୍ରତ ହବ। ତୁମର ଧନର ଆବଶ୍ୟକତା ଅଛି କି? କାହାର ଧନର ଆବଶ୍ୟକତା ନାହିଁ କହିଲ? ସମସ୍ତଙ୍କ ଧନର ଆବଶ୍ୟକତା ଅଛି। ବହୁତ ବଡ ଧନୀ ହବାକୁ ଚାହୁଁଛି କି? କାଲି ମୁଁ କହିଥିଲି କେତୁ ସୁପ୍ତ ଗଣ୍ଡି, ଆଷ୍ଟ୍ରୋଲୋଜି ସାଇନ୍ସ ସହିତ ଆମର ସମ୍ପର୍କ ଅଛି। ଆଉ ଅମାପ ଶକ୍ତି ଯଦି କିଏ ଦବ ତୁମକୁ, ସେ ହଉଛି କେତୁ। କେତୁ ହଉଛି ଧାର୍ମିକ ଝଣ୍ଡା, କେତୁ ହଉଛି ବିଜୟର ଝଣ୍ଡା। ଏଠି କେତୁ କିଏ କି? ଇଏ ଗୋଟେ ସର୍ପ ନୁହେଁ କି? ମଣିଷର ମେରୁଦଣ୍ଡ ମାନେ ମୁହଁଟା ଯଦି ଫଣା ହେଲା, ଗଣ୍ଡିଟା କଣ ହବ? ସାପର ଲାଙ୍ଗୁଡ। ଆଉ ସେ ତ ଦ୍ୱିଖଣ୍ଡ ହେଇଛନ୍ତି, ରାହୁ କେତୁ ଦ୍ୱିଖଣ୍ଡ, ଉପରଟା ଫଣା, ତଳଟା ଗଣ୍ଡି କେତୁ। ଏବେ ମିଶିଲା। କୁଣ୍ଡଳିନୀ ଶକ୍ତି ଜାଗ୍ରତ ହବା ପାଇଁ ସୁଷୁମ୍ନାର ଆବଶ୍ୟକତା ଅଛି ଏବଂ ସୁଷୁମ୍ନା କାଣ୍ଡ ଜାଗ୍ରତ ହବା ଦରକାର। ସୁଷୁମ୍ନା କାଣ୍ଡ ଜାଗ୍ରତ ହେଲେ ତୁମ ପାଇଁ ଅମାପ ଶକ୍ତି, ଅମାପ ଧନର ସୁବିଧା ସୃଷ୍ଟି କରେଇଦେବ। ଆଉ ତୁମକୁ ଇଡା ପିଙ୍ଗଳା ଦିଆହେଇଛି ଚାକିରି କରିବା ପାଇଁ। ବୁଝନ୍ତୁ ତା ରହସ୍ୟ। ଇଡା ପିଙ୍ଗଳା ଯୋଉମାନେ ସକ୍ରିୟ ହଉଛି, ସୁଷୁମ୍ନା ସକ୍ରିୟ ହଉନି ତୁମ ଦ୍ୱାରା, ସେମାନେ ଟେମ୍ପୋରାରୀ 80 ବର୍ଷ ବଞ୍ଚିବେ କି 50-60 ବର୍ଷ ବଞ୍ଚିବେ। ଚାକିରି କାଳ 30 ବର୍ଷ, ଧନ ଆସିଲା ସେ ଇଡା ପିଙ୍ଗଳାରୁ ଆସିଲା, କିନ୍ତୁ ସୁଷୁମ୍ନାରୁ ଆସିଲାନି। ସୁଷୁମ୍ନା କାଣ୍ଡ ଜାଗ୍ରତ ହେଲେ ଅସାଧାରଣ ବ୍ୟକ୍ତି ହବ। ଗଭର୍ଣ୍ଣମେଣ୍ଟ ଚାକିରି କରୁଛ, ଠିକ ଅଛି, କୋଉଥିରେ କରୁଛ? ନା ଇଡା ପିଙ୍ଗଳାରେ।
ବୁଝିଲ, ଇଡା ପିଙ୍ଗଳାରେ ଗଭର୍ଣ୍ଣମେଣ୍ଟ ଚାକିରି ମିଳିବ, ସୁଷୁମ୍ନାରେ ଗଭର୍ଣ୍ଣମେଣ୍ଟ ଚାକିରି ମିଳିବନି, ଅସାଧାରଣ ଚାକିରି ମିଳିବ, ଅମାପ ଶକ୍ତିରୁ ଧନ ଆସିବ। ଆଜି ଖୋଲି ଦିଆଗଲା ତୁମ ପାଇଁ ଧନର ଭଣ୍ଡାର ଖୋଲିଦେଲେ। ଯୋଉମାନେ ଧନ ପାଇଁ ମନ୍ତ୍ର କହୁଥିଲେ ଦିଅନ୍ତୁ, ତାଙ୍କ ପାଇଁ ଏଇଟା ଏ ଜ୍ଞାନ ଦରକାର। ଆଜ୍ଞା ଯୋଉମାନେ ଜାଣିଛନ୍ତି, ମୋ ସହିତ କଥା ହେଇଛନ୍ତି, ସେଇମାନଙ୍କ ପାଇଁ ଏଗୁଡ଼ା ବି କୁହାଯାଉଛି। ମାନେ ଗୋଟିଏ ଥର ପ୍ରଣବରେ, ହଁ ପ୍ରଣବଟା ଠିକ ହଉଛି କି ନାଇଁ ଜାଣିବ କେମିତି, ଏଇଟା ଜାଣନ୍ତୁ। ପ୍ରଣବ ତୁମର ଠିକ ହେଲା କି ନାଇଁ କେମିତି ଜାଣିବ? ଯେମିତି ଇଲେକ୍ଟ୍ରି ପାଇଁ ଲାଇନ ଗଲା କି ନାଇଁ କେମିତି ଜାଣୁଛ? ଲାଇନ ଆସିଲେ କି ନାଇଁ କେମିତି ଜାଣୁଛ? ବଲ୍ବ ଫଲ୍ ଲାଗିନି, ଖାଲି ପ୍ଲକ୍ ଅଛି, ଲାଇନ ଆସିଲା ବେଲେ କେମିତି ଜାଣିବ? ତମ ଘରେ ଗୋଟେ ଟେଷ୍ଟର ଥାଏ କି ନାଇଁ? ଟେଷ୍ଟର କେମିତି ହେଲେ ଜାଣିବ ଏଇଟା ହଉଛି ପଜିଟିଭ, ଏଇଟା ନେଗେଟିଭ। ଜଳିଲା ସେମିତି ଏଠି ଟେଷ୍ଟର ମାରିକି ଦେଖିବାକୁ ପଡିବ ତମ ପ୍ରଣ ଠିକ ହଉଛି ନାହିଁ। ଟେଷ୍ଟର କେମିତି ଜାଣିବା? ଟେଷ୍ଟର କୋଉଠି ଅଛି? ଟେଷ୍ଟର କୋଉଠି ଅଛି? ଟେଷ୍ଟର ତୁମ ଜ୍ଞାନରେ ଅଛି। କେମିତି ଜାଣିବା? ନା ସେ ପ୍ରଣବରେ ଦେଖିବେ, ଶେଷରେ ପ୍ରଣବ କରିସାରିଲେ କିଏ 18 ଥର ପ୍ରଣବ କଲା, କିଏ 10 ଥର କରୁଛି, ଦେଖିବ ଦିଟାଙ୍କ ବାହୁ ସମାନ ହେଇଯାଏ। ଯଦି ପ୍ରଣବ ଠିକ ଅଛି, ଯଦି ପ୍ରଣବ ଠିକ ଥିବ, ଦେଖିବ ଇଡା ଯେତିକି ପିଙ୍ଗଳା ସେତିକି ସମାନ ଥିବ। ଆଉ ସମାନ ଅର୍ଥ ହିଁ ପ୍ରବେଶ କଲା କାହା ଭିତରେ? ସୁଷୁମ୍ନା ଭିତରେ। ସୁଷୁମ୍ନା ଭିତରେ ପ୍ରବେଶ କରିବ ଯଦି ସମାନ ଅଛି। ଆଉ ସେଇଟା ବହୁତ ସମୟ ଜାଗ୍ରତ କରି ରଖିବ, ବହୁତ ସମୟ ଜାଗ୍ରତ କରି ରଖିବ। ସୁଷୁମ୍ନା କୁଆଡେ ଯାଇଛି? ତମେ ନିଶ୍ୱାସ ନଉଛ, ନାକରେ ଯାଉଛି, ନାକ ପୋଡାରେ ଇଡା ପିଙ୍ଗଳା ଯାଉଛି, ଅଟୋମେଟିକ ଯାଉଛି। ଦେଖନ୍ତୁ ଏଠି ଗୋଟେ ମୁଁ ଶବ୍ଦ କରୁଛି, ଜାଣିପାରିବେ ଏ ଶବ୍ଦ ଶୁଣିପାରିବେ କି ନାହିଁ ମୁଁ କହିପାରୁନି। ଶୁଣିପାରିଲେ କି ନାହିଁ? ଏ ସାପର ଗର୍ଜନ। ଆଜ୍ଞା ଶୁଣାଗଲା। ଶୁଣାଗଲା ତ? ଏ ସାପର ଗର୍ଜନ। ଏ ଶବ୍ଦ ତାମାନେ ଏଠି ଟାଣିକି ନେଲ ମାନେ ହିଁ ସୁଷୁମ୍ନାରେ ପ୍ରବେଶ କଲା। ଆଉ ତୁମେ ନର୍ମାଲ ଯୋଉ ଯାଉଛି ଆସୁଛି ଇଡା ପିଙ୍ଗଳାରେ, ସେମିତି ହଉନି। ସେମିତି ଅଟୋମେଟିକ କେତେବେଳେ ହବ, 5 ମିନିଟ୍ ହବ, 2 ମିନିଟ୍ ହବ, 3 ମିନିଟ୍ ହବ, ସେ ଅଟୋମେଟିକ ହବ, ତମେ ଜାଣିପାରିବନି। ଯେତେବେଳେ ସମାନ ହେଇଯାଏ, ଚାଲୁଛ, ବସୁଛ, ଉଠୁଛ, ସମାନ କେତେବେଳେ ହବ, ପ୍ରତି ଘଣ୍ଟାରେ ଚେଞ୍ଜ ହଉଛି, ତୁମେ ଜାଣିପାରିବ ନାହିଁ। କିନ୍ତୁ ଏଠି କଣ କମ୍ପଲସରି, ବାଧ୍ୟତାମୂଳକ, ମାନେ ବିଧିପୂର୍ବକ ଯୋଗ ଶକ୍ତିର ଆଧାରରେ ତୁମେ ଏଟାକୁ ଟାଣିବ। ଏଇଟା ଏଇ ଯୋଉ ଟାଣିବାଟା ମାନେ ଦିଟାଙ୍କୁ ମିଶେଇ ଦେଲନି କି? ଦେଖନ୍ତୁ ଆମେ ନର୍ମାଲି ଦେଖ, ଦିଟାଙ୍କୁ ଟାଣିଲା ମାନେ ସମାନ ହେଇଗଲା। ଅଟୋମେଟିକ ସମାନ ହେଇଗଲା, ସମାନ କରିଦିଆଗଲା ଦିଟାଙ୍କ ଶକ୍ତି। ଯେମିତି ଗୋଟେ ସ୍ରୋତ ଅଛି, ପାଣିଟା ଯାଉଛି, ସ୍ରୋତରେ ଯାଉଛି, ସମତଳ ହେଇକି ଯାଉଛି, ଗୋଟେ ଗାଡ ଖୋଲିଦବ ତଳକୁ, ସେ ଗାଡରେ ଅଟୋମେଟିକ ପାଣିଟା ଫ୍ଲୋ ହେଇ ଖସି ପଡିବନି କି ତଳକୁ? ତଳକୁ ଖସି ପଡିବ। ସେମିତି ଏଠି କଣ ଗାଡ ଅଛି, ତୁମେ ଟାଣି ଆଣିଲ ଗାଡ ଭିତରକୁ, ମଝିକି ଦିଟାଙ୍କ ଶକ୍ତିକି ଟାଣି ଆଣି ଭିତରେ ପ୍ରବେଶ କରାଇଦେବ। ବୁଝନ୍ତୁ, ବହୁତ ଇଣ୍ଟରେଷ୍ଟିଂ କଥା। କିନ୍ତୁ ପ୍ରଣବ କରୁଛ, ଅଟୋମେଟିକ କରୁଛ, ହୁଏତ ଏଇଟା ଛାଡି ନପାରେ, ୟୁଟ୍ୟୁବରେ ନଛଡା ହେଇପାରେ, କାରଣ ଟେକ୍ନିକ କିଛି କୁହାଗଲା। ତେଣୁ ଏତେ ଜବରଦସ୍ତ ପ୍ରଣବର ଭାବ, ପ୍ରଣବର ଭାଷା, ପ୍ରଣବର ଶକ୍ତି କିଏ ଅନୁଭବ କରିବ? ଯିଏ ପ୍ରତ୍ୟେକ ଦିନ ସାଧନ କରୁଥିବ, ଜିଦିରେ କରୁଥିବ, ଲାଳାୟିତ ହେଇକରି କରୁଥିବ, ସର୍ଚ୍ଚ ମାଇଣ୍ଡରେ କରୁଥିବ,
ନିରୀକ୍ଷଣ ପୂର୍ବକ ମୁଁ ପ୍ରଣବ କେମିତି କରୁଛି ସେ ଅନୁଭବ କରିପାରିବେ, ନହେଲେ କରିପାରିବେ। ଆଉ କୁଣ୍ଡଳିନୀ ଶକ୍ତି ଆସ୍ତେ ଆସ୍ତେ ଜାଗ୍ରତ ହବ, ଫୁଲିବ। ସାପ ଦେଖିଥିବେ, ସେ ବେଳେ ବେଳେ କଣ କରେ, ଏମିତି ତ ପେଟଟାକୁ ମୁଣ୍ଡଟାକୁ ମଝି ଘରଟାକୁ ଫୁଲଉଥିବ ଫୁଲଉଥିବ ପୁଣି ଜାକୁଥିବ, ଫୁଲଉଥିବ ଜାକୁଥିବ, ଫୁଲଉଥିବ ଜାକୁଥିବ। ସେମିତି ତୁମେ ଯେତେବେଳେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହବ, ଯୋଉମାନଙ୍କୁ ଜାଣିବ ସେ ଜାଗାଟା ବହୁତ ପ୍ରଫୁଲ୍ଲିତ ଲାଗିବ, ଆଉ ମୋଟା ହବ। ମୋଟା ମାନେ ସେଇ ଏରିଆ ଗୁଡ଼ିକ ବହୁତ ଓଜନ ଲାଗିବ। ଓଜନ ମାନେ ନୁହେଁ ଯେ ଓଜନ ହେଇଗଲା, ହାଲକା ହେଇପାରେ, ତା ଏକ୍ସପାଣ୍ଡ ହବ, ଓସାର ହବ। ତୁମକୁ କିଏ ଟେକିକି ରଖିଛି? ଗୋଡ଼ ଟେକି ରଖିନି, ତୁମର ପିଚା ଟେକିକି ରଖିଛି। ସେଇ ଯୋଉ କନଷ୍ଟ୍ରକ୍ସନ ତିଆରି ହେଇଛି ପିଚା ଗୁଡ଼ିକ, ଯେତେ ପିଚା ଯାହାର ମାନେ ବହୁତ ଶକ୍ତିଶାଳୀ ଅଛି, ସେ ଶରୀର ଉପରକୁ ଟେକି ରଖିବ, ଗଣ୍ଡି ଯୋଉଟା କହୁଛୁ। ଆଉ ଯେତେବେଳେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହବ, ସେ ଫୁଲିବ, ସେଗୁଡ଼ା ସବୁ ଶକ୍ତିଶାଳୀ ହେଇଯିବ, ନହେଲେ ଉପରକୁ ଶକ୍ତିଟା ଯିବ ନା। କହନ୍ତି ଦ୍ରୌପଦୀର କୃଷ୍ଣକୁ ପାଇବା ପାଇଁ ଆଶା ଥିଲା, ମାନେ କୃଷ୍ଣ ସହିତ ମିଶିବା ପାଇଁ। ଏଠି ଏଠି କୁଣ୍ଡଳିନୀ ଶକ୍ତି କ୍ରିଏ, ଦ୍ରୌପଦୀର ଆଶା ଥିଲା, ସେମିତି କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଇକରି ଆଜ୍ଞା ନେଇକି ଯିବ, ଆଜ୍ଞା ଚକ୍ରରେ ମିଶିବ। ପ୍ରଥମେ କାହା ସହିତ ମିଶିବ? ମୂଳାଧାର, ସେ ଗୋଟେ ଚକ୍ର। ଆମେ ପାଣ୍ଡବ ନେଇଛେ, ସେଇ ଯୋଉ ଚକ୍ର ଗୁଡ଼ିକ, 5ଟି ଚକ୍ର ଯୋଉ ଅଛି, ପାଣ୍ଡବ, ସହଦେବ, ନକୁଳ, ଅର୍ଜୁନ, ଭୀମ, ଯୁଧିଷ୍ଠିର, ଉପରେ ଅଛନ୍ତି କୃଷ୍ଣ, ତ୍ରିକୁଟି ଚୈତନ୍ୟ। ତ୍ରିକୁଟିରେ ଅଛନ୍ତି ଚୈତନ୍ୟ ସ୍ୱରୂପ, କିଏ? କୃଷ୍ଣ। ଏମାନେ ପଞ୍ଚଭୂତ, କ୍ଷିତାପ୍ତେଜ ମରୁତବ୍ୟମ, ପଞ୍ଚଭୂତ। ଆମେ ଯୁଧିଷ୍ଠିର ମାନେ ଆକାଶ ତତ୍ତ୍ୱ ନିଆହେଇଛି, ଯୁଦ୍ଧରେ ଯେ ସ୍ଥିର, ବୃକୋଦର, ଭୀମ, ଅର୍ଜୁନ ଅଗ୍ନି, ନକୁଳ କୂଳ ଯାହାର ନାହିଁ ପାଣି, ସହଦେବ ହେଲା ପୃଥିବୀ ତତ୍ତ୍ୱ, ଯୋଉଠି ଆମେ ବସୁଛେ, ପୃଥିବୀ ସହିତ କନେକ୍ସନ କରିଛେ। ମୂଳାଧାର, ମୂଳ ଆଧାର, ମୂଳ ଆଧାର ହେଲା ମୂଳାଧାର। ମୂଳ ମାନେ ଯୋଉଠି ଆମେ ରହିଛେ, ହାତର ମୂଳାଧାର ଚକ୍ର କୋଉଟା? ଯୋଉଟା ହାତ ଲାଗିଛି। ଗୋଡ଼ର ମୂଳାଧାର ଚକ୍ର କୋଉଟା? ଯୋଉଠି ଗୋଡ଼ କନେକ୍ସନ ହେଇଛି। ଆର 6ଟା ଚକ୍ର, ତାର ହାତଟା କଣ 7ଟା ଚକ୍ର ହେଇନଥାନ୍ତା କି? ଦେଖ କେତେ ବିଚିତ୍ର ଜିନିଷ କମ୍ବିନେସନ। ଗୋଡ଼ଟା କଣ 7ଟା 8ଟା ହେଇପାରିନଥାନ୍ତା? ହାତ ଠାରୁ ହାତ ଯେତିକି ଚକ୍ର, ଗୋଡ଼ ସେତିକି ଚକ୍ର। ଇଏ କଣ ବିଚିତ୍ର ନୁହେଁ? ମୂଳାଧାର ଠାରୁ ଆଜ୍ଞା ସେ 6, 6 × 18। ନଖ ବଢୁଛି ପାଦରେ, ଆଙ୍ଗୁଠି ମାନେ ହାତ ଆଙ୍ଗୁଠିରେ ନଖ ବଢୁଛି, ପାଦ ଆଙ୍ଗୁଠିରେ 5ଟି ଆଙ୍ଗୁଠି ଅଛି। ଜଣ ଜଣଙ୍କର 6ଟା ଆଙ୍ଗୁଠି ହେଇଯାଏ ଜଏଣ୍ଟ ହେଇକି, କିନ୍ତୁ ସମସ୍ତଙ୍କର 5 ଆଙ୍ଗୁଠି। ହାତ 5, ଗୋଡ଼ 5। କଣ ଆଉ ଗୋଟେ ଆଙ୍ଗୁଠି ଏପଟ ସେପଟ ହେଇଥିଲେ ଅସୁବିଧା କଣ ହେଇଥାନ୍ତା? ନା ନାହିଁ। ଆର ବି ସାଇନ୍ସ କଜ ଅଛି, 5ଟା ଆଙ୍ଗୁଠି ମୁଣ୍ଡ ପର୍ଯ୍ୟନ୍ତ ଯାଇଛି। ମୁଣ୍ଡର କୋଉଠି ଯାଇଛି? ନା ଯୋଉଠି ସିନ୍ଥି ଯୋଉଟା କହୁଛ, ସିନ୍ଥି ଯୋଉଠି ଲାଗିଛି ସେଇଟା 1 ନମ୍ବର। ଡାହାଣକୁ ବାମକୁ 1 ନମ୍ବର, ପୁଣି ସିନ୍ଥିର ଡାହାଣକୁ 2 ନମ୍ବର, ସିନ୍ଥିର ଡାହାଣକୁ ବାମକୁ ଗଲା 1, ପୁଣି ରହିଲା 3, ପୁଣି ଡାହାଣ ରହିଲା
2 ପରେ 3 3 4 ରହିଲା, ଏଠି 3 ହେଲା, ଏଠି 4, ପୁଣି ଏପଟେ ଗଲେ 5। 5ଟା ଆଙ୍ଗୁଠି କନେକ୍ସନ ରହିଛି ସିନ୍ଥି ପାଖରୁ ହାତ ପର୍ଯ୍ୟନ୍ତ, ଗୋଟିଏ କନେକ୍ସନ। ଏ ତ ଏଠି ବୁଝେଇ ହଉନି, ବ୍ଲାକ୍ ବୋର୍ଡ ଦରକାର। ବ୍ଲାକ୍ ବୋର୍ଡ ଦରକାର। ବ୍ଲାକ୍ ବୋର୍ଡ ହେଲେ କ୍ଲିୟର ବୁଝି ହବ। କେତେବେଳେ ଯଦି ସୁଯୋଗ ମିଳିବ ଆଶ୍ରମକୁ ଯିବେ, ଡାଇଗ୍ରାମ କରିକି ମୁଁ ବୁଝେଇଦେବି। ଗୋଟେ ମଣିଷ ଚିତ୍ର କରିକି କେମିତି କନେକ୍ସନ ଅଛି ଡାୟାଫ୍ରାମ, ତାର ଯୋଉ ସର୍କୁଲାର ବୁଝେଇ ହବ। ତେବେ ଆଙ୍ଗୁଠି 10ଟା ଆଙ୍ଗୁଠି, ଗୋଡ଼ ର 10ଟା ଆଙ୍ଗୁଠି, ହାତର 10ଟା ଆଙ୍ଗୁଠି, 10 ହେଲେ 5, ଏକର ଆଙ୍ଗୁଠି ଯୋଉ 5, ସେକର ଆଙ୍ଗୁଠି 5 ସହିତ ସମାନ। ଗୋଡ଼ର ସେମିତି 5 ଆଙ୍ଗୁଠି ସହିତ ସେପଟେ ଗୋଡ଼ 5 ଆଙ୍ଗୁଠି ସମାନ, ସବୁ ଯାକ ସମାନ, ଗୋଟିଏ କନେକ୍ସନରେ ମାନେ କନେକ୍ଟେଡ ହେଇଛି। କୋଉଠି ନା ଉପର ମଥା ସହିତ। ତେବେ ଏଇ ଯୋଉ ସୁଷୁମ୍ନା କାଣ୍ଡ ପ୍ରବାହିତ ହଉଛି ଇଳା ପିଙ୍ଗଳା ଦ୍ୱାରା, ତୁମେ ତାକୁ ପ୍ରବାହିତ କରିପାରିବ, ତୁମର ପ୍ରଚେଷ୍ଟାରେ ହବ। ପ୍ରତ୍ୟେକ ଦିନ ସାଧନ ଯଦି କରିବ ରେଗୁଲାର, ସେଇଥିପାଇଁ କୁହାଯାଇଛି ଠିକ ସମୟରେ ସାଧନ କର। ପ୍ରତ୍ୟେକ ଦିନ ସାଧନ କର, ସେଇ ଅଲଗା କଥା, କିନ୍ତୁ ମୁଁ କହିବା କଥା ଠିକ ସମୟରେ ସାଧନ କର। ସେଇ ପ୍ରତ୍ୟେକ ଦିନର ଠିକ ସମୟ, ରାଇଟ ମୋମେଣ୍ଟ, ଯୋଉ 3ଟାରେ ଉଠୁଛ ସେଇ 3ଟାରେ ଉଠ। ତାହେଲେ କଣ ହବ ନା ସୁଷୁମ୍ନା ଚକ୍ର ଅପେକ୍ଷା କରିବ ସେ ସମୟ, ଇଡ଼ା ପିଙ୍ଗଳା ମଧ୍ୟ ଅପେକ୍ଷା କରିବ ସେଇ ସମୟରେ। ମୁଁ ଡାଇଭର୍ଟ ହେବି, ମାନେ ମୁଁ ସୁଷୁମ୍ନାରେ ପ୍ରବେଶ କରିବି, ଗୋଟେ ହାବିଚୁଏଟ ହେଇଯିବ। ସେଇଥିପାଇଁ ହୁଏତ ଗୁରୁଦେବ ଜଣେ ତ ବହୁତ ମାନେ ପ୍ରଚଣ୍ଡ ସାଧକ, ପ୍ରଚଣ୍ଡ ଶକ୍ତିର ଅଧିକାରୀ, ସାଧନାର ମାଷ୍ଟର ପୁରା। ମୁଁ ଯେତିକି ଅନୁଭବ କରିଛି ତାଙ୍କୁ, ବା ଏଇ ଚକ୍ରରୁ ଆମେ ଯେତିକି ଅନୁଭବ କରୁଛୁ, ତାଙ୍କ ବିଦ୍ୟାଟା ନା। ତେଣୁ ସିଏ ଏଇଥିପାଇଁ ଶପଥ କରିଥିଲେ, ମୁଁ ପ୍ରତ୍ୟେକ ଦିନ ସାଧନ କରିବି। କର, ସାଧନ କରିବା ପାଇଁ ଶପଥ କର। ପ୍ରତ୍ୟେକ ଦିନ ସାଧନ କଲେ କଣ ହବ ନା ସିଏ ଅଟୋମେଟିକ ମୁଭମେଣ୍ଟ ଆସିବ, କାହାର? ଇଡ଼ା ପିଙ୍ଗଳାର ଏବଂ ସୁଷୁମ୍ନାର। ଗୋଟେ କୁକୁରକୁ ଖାଇବାକୁ ଦିଆଗଲା, ପ୍ରତ୍ୟେକ ଦିନ ଘଣ୍ଟି ବାଡ଼େଇ ଦିଆଯିବ, ଖାଇବାକୁ ଦିଆଯିବ। ମାସେ ଖଣ୍ଡ ଦିଆଗଲା, କୁକୁର ଆସିଲା, ଲାଙ୍ଗୁଡ଼ ହଳେଇଲା, ଖାଇଲା। ଆଗେ ଘଣ୍ଟି ବଜେଇ ଦେବ, କୁକୁର ଜାଣିବ ହଁ ଆସିଗଲା ଖାଦ୍ୟ। ବିସ୍କୁଟ ଦିଅ, ଖାଦ୍ୟ ଦିଅ, ଖାଇଲା, ବିସ୍କୁଟ ଖାଇଲା। ମାସେ ଖଣ୍ଡ ଖାଇଲା ପରେ ଖାଲି ଘଣ୍ଟି ବଜେଇ ଦିଆଗଲା, ଖାଦ୍ୟ ଦିଆଗଲା। କୁକୁର ଅବସ୍ଥା କଣ ହେଇଥିବ? ମାସେ ଦିଆଗଲା, ଘଣ୍ଟି ବଜେଇ ଦିଆଗଲା, କୁକୁର ଆସିଲା, ଲାଙ୍ଗୁଡ଼ ହଳେଇଲା, ଖାଇଲା, ପଳେଇଲା। ମାସ ପରେ ଆଉ ଖାଦ୍ୟ ଦିଆଗଲାନି, ଖାଲି ଘଣ୍ଟି ବଜେଇ ଦିଆଗଲା। କୁକୁର କଣ କରିବ କୁହନ୍ତୁ? ଫେରିଯିବନି। କୁକୁରର ଅବସ୍ଥାଟା କଣ ହବ? ଭୋକିଲା ରହିବ। କଣ ବାହାରିବ? ସିମ୍ପଟମ କଣ? ଇଫେକ୍ଟ କଣ? ଦେଖାଗଲା କୁକୁର ପାଟିରୁ ଲାଳ ବୋହିଲା, ନୁହେଁ କି? ସେଇ ଟାଇମରେ, କାରଣ ଖାଦ୍ୟ ଦିଆ ହଉନି, ସେ ଅପେକ୍ଷା କରିଛି ନା। ତେଣୁ ସମୟଟା ଏତେ ଇମ୍ପୋର୍ଟାଣ୍ଟ, ତାର ଟାଇମ ଫ୍ୟାକ୍ଟରଟା, ସେଡ୍ୟୁଲଟା, ତାର ଏକ୍ଜାକ୍ଟ ଟାଇମଟା ଏତେ ଆକୁରେଟ। ସେମିତି ଯେତେବେଳେ ତୁମେ ସାଧନ କରିବ, ସେ ଅଟୋମେଟିକ ଜାଣିଛି। କିଏ? ସୁଷୁମ୍ନା ଜାଣିଛି, ସେ ତ ଦିବ୍ୟ ନା। ସୁଷୁମ୍ନା ଜାଣିଛି, ଇଡ଼ା ପିଙ୍ଗଳା ସମସ୍ତେ ଜାଣିଛନ୍ତି। କୁଣ୍ଡଲିନୀ ଶକ୍ତି ମଧ୍ୟ ଜାଗ୍ରତ ହେଇକି ରହିଛି। ଏଣ୍ଟାର ବ୍ରହ୍ମାଣ୍ଡ ଜାଗ୍ରତ। ତୁମ ଭିତରେ ଯୋଉ ବ୍ରହ୍ମାଣ୍ଡ ତୁମ ସାଧନକୁ, ଓଙ୍କାରକୁ ଅପେକ୍ଷା କରିଛି। ମୁଁ ତ କହୁଥିଲି ନା, କୃଷ୍ଣ କାହିଁ ଫୁଙ୍କୁଥିଲେ, ଶଙ୍ଖ ବଜାଉଥିଲେ? ସେ ତ କହିଲେ ମୁଁ ଯୁଦ୍ଧ କରିବିନି। ଶଙ୍ଖ କାହିଁ ଫୁଙ୍କୁଥିଲେ? ଯିଏ ଯୁଦ୍ଧ ନ କରି ବସିବ ଚୁପ୍, ସାରଥି କାହିଁ ହଉଥିଲେ? ନ୍ୟୁଟ୍ରାଲ ରହିଲେନି, ଘରେ ବସିଲେନି, ଯାଇକିରି ଶାଗ ପଖାଳ ଖାଇକିରି। ଦେଖିଲା ବେଳକୁ ରଥ ଉପରେ ବସିକିରି ଆଗେ ଶଙ୍ଖ ଫୁଙ୍କିଲେ। କଣ ଶଙ୍ଖ ଫୁଙ୍କିବାର ଅର୍ଥ? ପ୍ରଣବ, ମାନେ ଯୁଦ୍ଧ ଆରମ୍ଭ ହେଇଗଲା। ତୁମେ ସ୍ୱୟଂ କୃଷ୍ଣ ହେଲ ସେଠି। ଏଠି ଅର୍ଜୁନ ଶଙ୍ଖ ବଜେଇଲେନି, ତୁମେ ବଜଉଛ, ତୁମେ କୃଷ୍ଣ ହବାକୁ ଯାଉଛ। ସେଥିପାଇଁ କୃଷ୍ଣ ଶଙ୍ଖ ବଜେଇଲେ, ପଞ୍ଚଜନ୍ୟ ଶଙ୍ଖ କୁହାଯାଏ। ପଞ୍ଚଜନ୍ୟ ମାନେ 5ଟି ଜନ, 5ଟି ଯୋଉ ଷ୍ଟ୍ରକ୍ଚର କହିଲେ, ମାନେ ଯୋଗର ଚକ୍ର ଗୁଡା, 5ଟା ଚକ୍ରରୁ ସ୍ୱରଟା ଶୁଭିବ କୋଉଠି? ଆଜ୍ଞାରେ, ତୁମେ ଶୁଣିବାକୁ ପାଇବ। ସେଥିପାଇଁ ପଞ୍ଚଜନ୍ୟ ଶଙ୍ଖ କୁହାଯାଇଛି କୃଷ୍ଣଙ୍କର। 5 ଲୋକର ସ୍ୱର ଶୁଭିବ, ପଞ୍ଚଜନ୍ୟ।
ତେଣୁ ତୁମେ କେତେଟା ଜନ୍ମର ଶବ୍ଦ ଶୁଣିବ, ଶଙ୍ଖ ବାଜିବ, ପ୍ରଣାମ କରିବ, ସେଇ 5 ଶଙ୍ଖ ବଜାଅ, ଆରମ୍ଭ କର ଯୁଦ୍ଧ। ସକାଳୁ ଉଠିକିରି ଶଙ୍ଖ ବାଜିବ ମାନେ ଯୁଦ୍ଧ ଘୋଷଣା କଲ। ମୁଁ ମାନେ ଯୁଦ୍ଧ ନା, କୌରବ ଅଛନ୍ତି, ପାଣ୍ଡବ ଅଛନ୍ତି, ତୁମେ କୌରବ ମୁଁ ଚ୍ୟାଲେଞ୍ଜ ଦଉଛ, ମୁଁ ସେଗୁଡା କରିବିନି, ତୁମେ ରହିଥା ତୁମ ବାଟ। ଏଠି ତୁମେ ପାଣ୍ଡବ ପକ୍ଷରେ ଅର୍ଜୁନ ହେଇକରି ଶଙ୍ଖ ବଜାଉଛ କୃଷ୍ଣ ହବା ପାଇଁ। ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ତୁମେ ସ୍ୱୟଂ କୃଷ୍ଣ, ସ୍ୱୟଂ ଅର୍ଜୁନ। ତୁମେ ଅର୍ଜୁନ ବି କୃଷ୍ଣ ବି ମିଶିବାକୁ ଯାଉଛ ନା, କୁଣ୍ଡଳିନୀ ଶକ୍ତି ମିଶିବାକୁ ଯାଉଛି ଦ୍ରୌପଦୀ, ଅର୍ଜୁନ ମଧ୍ୟ ମିଶିବାକୁ ଯାଉଛି କୃଷ୍ଣଙ୍କ ସହିତ। ବିନା କୃଷ୍ଣରେ ଅର୍ଜୁନ କିଛି କରିପାରିବନି। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର କୁହାଯାଇଛି। ନୀତିମନ୍ତ୍ରୀ ମମ, ନୀତିଯୁକ୍ତ ହେଇକି ଯେତେବେଳେ ତୁମେ ମନକୁ ସବୁ କ୍ଷେତ୍ରରୁ ଫେରେଇ ଆଣିକିରି ସାଧନରେ ଲଗେଇଦବ, କୁଣ୍ଡଲିନୀ ଶକ୍ତି ଜାଗ୍ରତ ହବ, ସୁଷୁମ୍ନା କାଣ୍ଡ ଜାଗ୍ରତ ହବ। ମନେ ରଖନ୍ତୁ, ସୁଷୁମ୍ନା କାଣ୍ଡ ହଉଛି ଗୋଟେ ଭାଇଟାଲ ଅର୍ଗାନ ମଣିଷର। ସେଥିରେ ଯେତେ ଡାକ୍ତର ମାନେ ହାତ ମାରୁଛନ୍ତି ସବୁ ଡେଡ୍। ଆମେ ଦେଖିଲୁ ତ କେତେ 100-200 ପେସେଣ୍ଟ ଦେଖିଲୁ, ସବୁ ଡେଡ୍ ପଡ଼ିଲାଣି, ସବୁ ଯାକ ପାରାଲିସିସ୍। ତାପରେ ହାତ ପାଉନି, ବିଭାଗ ନାହିଁ। ଦେଖନ୍ତୁ ଏ ସ୍ତ୍ରୀ ଲୋକମାନଙ୍କର ଯେଉଁମାନେ ସିଜରିଂ କରୁଛନ୍ତି, ଇଞ୍ଜେକ୍ସନ ଦେଉଛନ୍ତି କୋଉଠି ମେରୁଦଣ୍ଡରେ, ତାଙ୍କ ଅବସ୍ଥା ମଧ୍ୟ ସେଇଆ। ଆମେ ତ ଗୋଟା ହାବିଚୁଟ୍ ହେଇଗଲାଣି, ଜାଣିଗଲୁଣୁ କେତେ ପେସେଣ୍ଟ ଆଉଛନ୍ତି। ପ୍ରାୟ ଅଧିକାଂଶ 99% ସ୍ତ୍ରୀ ଲୋକ ଯେଉଁମାନେ ଇଞ୍ଜେକ୍ସନ ନେଇଛନ୍ତି, ସିଜରିଂ ହେଇଛନ୍ତି, ତାଙ୍କର ସେଇ ସ୍ପାଇନାଲ କର୍ଡ। ଯାଉ ପଚାରିବ ଡାକ୍ତର, ସେ ତ କାଟିଦେଲେ, ପିଲା ବାହାର କରିଦେଲେ, ସରିଗଲେ। ପରବର୍ତ୍ତୀ ଷ୍ଟେଜ ତ ଦେଖୁନାହାନ୍ତି କ'ଣ ହଉଛି। ତେଣୁ ସାଇନ୍ସ ଯୋଉ କୁହାହଉନି, ସାଇନ୍ସ ଗୋଟେ ମାନେ ପରେ କ'ଣ ହବ ପ୍ରେଜେଣ୍ଟକୁ ଧରି ଚାଲିଛି। ପରବର୍ତ୍ତୀ ଷ୍ଟେଜ ଆଇନଷ୍ଟାଇନ ଆଇଲେ ସବୁ ଭାଙ୍ଗିଦେଲେ, କହିଲେ ନାଇଁ ସବୁ ଭୁଲ। ନ୍ୟୁଟନ କଲେ ଭୁଲ, ସବୁ ଭୁଲ। ନ୍ୟୁଟନିଆନ ଲ କାଟିଦେଲେ, କିଏ? ଆଇନଷ୍ଟାଇନ କି ବର୍ତ୍ତମାନ ବୁଝିଲ, ବର୍ତ୍ତମାନ ଆଇନଷ୍ଟାଇନ କାଟିଲେ କ୍ୱାଣ୍ଟମ ଲ, କ୍ୱାଣ୍ଟମ ସବୁ ଯାକ କାଟିଦେଲା। ବିଜ୍ଞାନ ସବୁ ଭୁଲ, ଯାହା ପୂର୍ବରୁ ଥିଲା ସବୁ ଭୁଲ। ତାହେଲେ ଏଇ ଯୋଉ ସିଜରିଆନ କରୁଛନ୍ତି, ଇଏ ବି ଭୁଲ। କିଏ ଆସିବ ପୁଣି ପଛରେ କହିବ ନା ଇଏ ସବୁ ଭୁଲ ପାଠ ଥିଲା। ଦେଖ ସଡ଼କ ଗୁରା ସବୁ 90 ଡିଗ୍ରୀ ଯୋଉଠି ଟର୍ନ କରିଛି, ଧକ୍କା ହଉଥିଲା 90 ଡିଗ୍ରୀ କର୍ଣ୍ଣରା, ତାକୁ କାଟିକିରି ବର୍ତ୍ତମାନ କ'ଣ କଲା, 180 ଡିଗ୍ରୀ କରିଦେଲା, କରିଦେନି କି ଲମ୍ବାଳିଆ କରିଦେଇ ଓଷା। ଆଉ 90 ଡିଗ୍ରୀ ନା, ଆମ ବର୍ଷଣା ପାଖରେ ଗୋଟେ ନାଲି ବାବାଜୀ ମଠ ଅଛି, ସେଇଠି ସେ 90 ଡିଗ୍ରୀ ପାଖରେ ମଠ କରିଛି। ସବୁ ଯାକ ବସ ସେଇଠି ନାଇଁ ଧକ୍କା ହୁଏ। ରାତିରେ ଯିଏ ହେଲେ ଟ୍ରକ୍ ଗୁଡ଼ା ଧକ୍କା ହେଇଥିବ, ସକାଳୁ ଉଠିଲା ବେଳକୁ ଆମେ କଲେଜ ପଢ଼ିଲା ବେଳକୁ ଦେଖିବୁ ଗୋଟେ ପଡ଼ିଥିବ। ମାନେ 5 ଦିନ 10 ଦିନ ଥରେ ଗୋଟେ ଆକ୍ସିଡେଣ୍ଟ। ସେଠି ଗୋଟେ ବାବାଜୀ ଚିନ୍ତା କଲା, ଏଇଠି ଗୋଟେ ମଠ କରିଦେଲେ ବାବାଜୀ କିଏ ପଇସା ଦବ, ଆକ୍ସିଡେଣ୍ଟରୁ ମୁକ୍ତ ହବ। ବାବାଜୀ ଯୋଉ ନାଲି ବାବାଜୀ ମଠ ହେଲା, ପଇସା ପଡ଼ିଲା, କିନ୍ତୁ ଧକ୍କା କମିଲାନି। ବୁଝିଲେ? ତାକୁ ଏଇ ଯୋଉ ରୋଡ ବିଭାଗ ବର୍ତ୍ତମାନ ଯୋଉ ତିଆରି କଲା NH5ଟା କନଭର୍ଟ ହେଲା 16ରେ, ଆଉ ସେ 90 ଡିଗ୍ରୀ କୋଉଠି ମୋଡ଼ ନାହିଁ। ପୁରା ମାନେ ସ୍ପିଡରେ ଜଣେ ଗାଡି ଚଲେଇକିରି ତୁମେ ଟର୍ନ କରିପାରିବ। ଏଇଟା ସାଇନ୍ସ ନା ନାହିଁ? ସାଇନ୍ସ ସେତେବେଳେ କ'ଣ ଜାଣିନଥିଲା? ଧକ୍କା ହେଲା ବେଳେ, ଧକ୍କା ହେଇସାରିଲା ପରେ ଜାଣୁ। ଆହୁରି 10 ବର୍ଷ ଆଗରୁ କରିବାର ଥିଲା, 4th ଲାଇନ୍ 6th ଲାଇନ୍ ଆଗେ ଆଗେ କରୁଛନ୍ତି। ତେଣୁ ସାଇନ୍ସ ଉପରେ ଭରସା କରି ତୁମେ ଯୋଉ ବିଦ୍ୟା, ତୁମେ ଯୋଉ ବିଜ୍ଞାନକୁ ନେଇ ବର୍ତ୍ତମାନ ଗର୍ବ କରୁଛ, ସିଏ ଧୂଳିସାତ ହେଇଯିବ ଦିନେ, ଏ ନଥିବ, ଏ ଭୁଲ ପ୍ରମାଣିତ ହବ। ବୁଝିଲେ? ତେଣୁ ଆମେ ଆସନ୍ତୁ ସବଜେକ୍ଟ ଉପରୁ ଯିବା। ପୁଣି ସବଜେକ୍ଟ କ'ଣ ନା, ମୁଁ ଆଜି ରଖିଥିଲି ଧନ ପ୍ରାପ୍ତି ଯୋଗ। ସବଜେକ୍ଟ କ'ଣ? ବିଶ୍ୱ ବ୍ରହ୍ମାଣ୍ଡର ସ୍ଥିତି ତୁମ ଅର୍ଡରକୁ ଆସିବ। ସୁଷୁମ୍ନା କାଣ୍ଡ ଯେତେବେଳେ ଜାଗ୍ରତ ହବ,
ସୁଷୁମ୍ନା କାଣ୍ଡ, ହଁ କହିବାକୁ ଭୁଲି ଯାଇଛି, ସୁଷୁମ୍ନା କାଣ୍ଡ ଯେମିତି ମାଳି ସୂତାରେ ସବୁ ଫୁଲ ଗୁନ୍ଥି ଥାଏ, ଗୋଟିଏ ଫୁଲ ଗୋଟିଏ ଚକ୍ର, ତା ଭିତରେ କାହାକୁ ନେଇକି ରହିଛି ନା ସୂତାକୁ ନେଇକି ରହିଛି, ଝୁଲୁଛି। ସେମିତି ସୁଷୁମ୍ନା କାଣ୍ଡରେ, ସୁଷୁମ୍ନା କାଣ୍ଡ ହଉଛି ଶୂନ୍ୟ ରୂପ, ସୂକ୍ଷ୍ମ ରୂପ, ସେଇଥିରେ ସବୁ ଯାକ ଡିସ୍ ଗୁଡା ରହିଛି, ଥାକ ଥାକ ହେଇକି ରହିଛି, ତା ଭିତରେ ଗ୍ୟାପ୍ ରହିଛି, ଗ୍ୟାପ୍ ରହିଛି। ଡାକ୍ତର କାହାକୁ କାଟିବ? ସୁଷୁମ୍ନା କାଣ୍ଡକୁ ତ ଦେଖିପାରିବନି, କାଟିବ କେମିତି? ଦେଖାଯିବନି। ପିଡ଼ା ପିଙ୍ଗଳାକୁ ତ ଦେଖିପାରିବନି। ହାତ ମାଇଲେ ଗଲା, ଛୁରୀରେ କାଟିଲେ ଗଲା। ବୋନ୍ ମ୍ୟାରୋ ସେଇଆ, ସେଇ ସ୍ତର, ସେଇ ସୁଷୁମ୍ନାର ଇନ୍ଆକ୍ଟିଭିଟି। ତେଣୁ ସୁଷୁମ୍ନା ଇନ୍ଆକ୍ଟିଭ ହେଲେ ଡିସ୍ ଯଦି କାଟିଦେଲେ ବା ପଡ଼ିଗଲେ ବି ସୁଷୁମ୍ନା କାଣ୍ଡ ଡିସପ୍ଲେସ୍ ହୁଏ। ହାଡ଼ ଗୁଡ଼ିକ ଡିସପ୍ଲେସ୍ ହେଲେ ଇଡ଼ା ପିଙ୍ଗଳା ଦୁଇ ସାଇଡ଼ରେ ଅଛି, ତାକୁ ଚାପି ଧରିବ। ଚାପି ଧରିଲେ ଯେଉଁ ଇଡ଼ା ପିଙ୍ଗଳାର ସର୍କୁଲେସନ୍ ହେଉଛି ଏୟାରଟା ଗୋଡ଼ ପର୍ଯ୍ୟନ୍ତ, ସେ ବନ୍ଦ ହେଇଗଲା, ଚାପି ହେଇଗଲା। ଆଉ ଯିବ କୋଉଠି? ଶକ୍ତିଟା, ସର୍ଭାଇଭାଲ ସିଷ୍ଟମ ବନ୍ଦ ହେଇଗଲା। ତେଣୁ ଅଯୋଗ୍ୟ, ମାନେ ପାରାଲିସିସ୍ ହେଇଗଲା। କିନ୍ତୁ ଯୋଗଶାସ୍ତ୍ରରେ ଏମିତି ସୂତ୍ର ଅଛି, ତାକୁ ଆମେ ଆଣିପାରିବା। ନହେଲେ ଏଠି 3 ଦିନ ଭିତରେ ଜଣେ କେମିତି ଭଲ ହଉଛି? ସ୍ପାଇନାଲ ଆଉ ପାର୍କିଂସନ୍ 3 ଦିନ ଭିତରେ କେମିତି ସମ୍ଭବ ହଉଛି? ଯୋଗ ବିଦ୍ୟାରେ ସୁଷୁମ୍ନା ଜାଗ୍ରତ କରିଦିଆ ହଉଛି। ସୁଷୁମ୍ନା ଜାଗ୍ରତ କରିବାର ମୂଳ ଆଧାର ହଉଛି ପ୍ରଣବ। ଆଉ ଯେତେ ଟେକ୍ନିକ୍ ଅଛି ସବୁ ତ କହି ହଉନି, ତେଣୁ ଅନୁଭବ କରନ୍ତୁ ସୁଷୁମ୍ନା କାଣ୍ଡ କେତେ ଇମ୍ପୋର୍ଟାଣ୍ଟ। ଆଉ ସୁଷୁମ୍ନା କାଣ୍ଡ ଯେଉଁମାନଙ୍କର ଆକ୍ଟିଭ ହେଇଛି ସେମାନଙ୍କ ଘରେ ଠୁଳ ହବ ପଇସା। ସୁଷୁମ୍ନା କାଣ୍ଡ ଯେଉଁମାନଙ୍କର ଆକ୍ଟିଭ ହେଇଛି ସେମାନେ ପ୍ରକୃତି ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ସୁଷୁମ୍ନା କାଣ୍ଡ ଯେଉଁମାନଙ୍କର ଶକ୍ତିଶାଳୀ ଅଛି ସେଇମାନେ ସାରା ବିଶ୍ୱକୁ କରାୟତ୍ତ କରିପାରିବେ। ସାରା ବିଶ୍ୱକୁ ତାଙ୍କ ଅଧୀନକୁ ପଳେଇ ଆସିବ। ଏ ଅନୁଭବର କଥା ମୁଁ କହୁଛି, ବୁଝିଲେ? ପୁଣି ଗୋଟେ କ୍ଲାସ୍ ନେବା, ନହେଲେ ସୁଷୁମ୍ନା କାଣ୍ଡ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍। ଆଉ କେତେ ଗୋଟେ ଜିନିଷ ମାନେ ଆସୁଛି, ମୁଁ ଆଉଟ୍ ହେଇଯାଉଛି, ମୁଁ ତାକୁ ଧରି ପାରୁନି। ସୁଷୁମ୍ନା କାଣ୍ଡ ଡିସ୍କସନ୍, ବୁଝିଲେ? ତେଣୁ ସୁଷୁମ୍ନା କାଣ୍ଡ, ମଣିଷର ଯେତେ ରୋଗ ଅଛି ଯଦି ଆମେ ଖୋଜିବା ଶ୍ଵେତ ରକ୍ତ କଣିକା, ତାହେଲେ ସୁଷୁମ୍ନା କାଣ୍ଡ ଦ୍ୱାରା ହିଁ ପ୍ରଭାବିତ ହେବ। ହଁ, ଆଉ ଗୋଟେ କଥା ମନେ ପଡ଼ିଲା ଯେ ସୁଷୁମ୍ନା କାଣ୍ଡରେ ଯେତେବେଳେ ପ୍ରଭାବିତ ହେବ, 5ଟି ବାହୁ ଅଛି। 5ଟି ବାହୁରୁ ଗୋଟିଏ ବାହୁ ସର୍ବତ୍ର ବିଦ୍ୟମାନ, ସୂକ୍ଷ୍ମ ହେଇଗଲା, ଅତି ସୂକ୍ଷ୍ମ ହେଇଗଲା। ସୁଷୁମ୍ନାର ଆହୁରି ସୂକ୍ଷ୍ମ ହେଇଗଲା, ସମାନ ବାହୁ, ଯୋଉଠି ସବୁ ଜାଗାରେ ପହଞ୍ଚି ପାରିବ। ସମାନ ବାହୁଟା ସେ ଆକ୍ଟିଭ କରିବ, ସେଇଠି ସୃଷ୍ଟି ହେବ ସମାନ ବାହୁ। ସମାନ ବାହୁ ମାନେ ଯୋଉଠି ତୁମର ଯୋଉ ଜାଗା ଅଛି, ଯେପର୍ଯ୍ୟନ୍ତ ତୁମ ଶରୀର ଅଛି ସେ ପର୍ଯ୍ୟନ୍ତ ସମାନ ବାହୁ ଭ୍ରମଣ କରିବ ବା ଶକ୍ତି ସଞ୍ଚାର କରିବ, ଯାଇ ଶକ୍ତି ସଞ୍ଚାର କରିବ। ତେଣୁ ତୁମେ ଯେତେବେଳେ ତୁମକୁ କୁହାହଉଛି ସାଧନ କରିବା ପାଇଁ, କାହିଁ ଆମେ କହୁଛୁ ପେଟକୁ ଆଗକୁ ରଖ, ମେରୁଦଣ୍ଡକୁ କର୍ଭ କର, ସିଧା ହେଲେ ହବନି, ପୁରା ଏମିତି ହେଲେ। ସାପ ଯେମିତି କେମିତି ଛିଡ଼ା ଯାଏ? ସାପ ସିଧାରେ ଛିଡ଼ା ହେଲେ ଦେଖିଛ କେମିତି ଛିଡ଼ା ଯାଏ? ନାଇଁ, ଏମିତି ପୁରା ଭାଙ୍ଗିକିରି ଫଣାଟା ଟେକିବ, ଫଣାଟା ପଛକୁ ରହିବ, ପେଟଟା ଆଗକୁ ରହିବ, ପେଟଟା ଆଗକୁ ଯିବନି। ମାନେ ସେମିତି ତୁମେ ସେମିତି ବସିବ, ଆଗକୁ ପେଟ କରି ବସିବ। ପେଟ ମାନେ ମେରୁଦଣ୍ଡଟା କର୍ଭ ହେଇଯିବ, ବଙ୍କା ହେବ। ସିଧା ହେଲେ ତାର ଡିରେକ୍ସନ୍ ଠିକ୍ ରହିବ, ଏୟାରଟା ଠିକ୍ ସର୍କୁଲେଟେଡ୍ ହେବ ଏୟାର।
ଜଣେ ଜଣେ ଅଛନ୍ତି ପ୍ରଣବ କରୁଛନ୍ତି ଆଉଜିକି ପ୍ରଣବ କରୁଛନ୍ତି ପଛକୁ ପେଟ କରିକି ଆଉଜି ମାନେ କରୁଛନ୍ତି, ତା ଦ୍ୱାରା ଜାମ୍ ରହିବ, କିଛି ହବନି। ଆଗକୁ ଯେତେ ରଖିକିରି କର କରି ବସିବ, ଆଉ କୁଣ୍ଡଳିନୀ ଶକ୍ତିରେ ଚାପ ଦବ, ଚାପ ନଦେଲେ ଶକ୍ତି ମାନେ ପଳେଇବ, ନିମ୍ନଗାମୀ ହବ, ସେଇଠି ତଳକୁ ପଳେଇବ। ସେଇଟା ବି ଜାଣନ୍ତୁ। ବହୁତ ଲୋକଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେବଳ ସେଇ ଯୋଉ ଆସନ ଠିକ ନାହିଁ ବୋଲି। ଆସନ ଠିକ କରନ୍ତୁ, ବିନା ଆସନରେ କିଛି ହବନି। ମାନେ କହନ୍ତିନି ରାତି ସାରା ଅନିଦ୍ରା, ମୁଗୁରା ପଛପଟେ ବେଳେ ମାଛ ସବୁ ପଳେଇଲେ, ରାତି ସାରା ଅନିଦ୍ରା। ସେମିତି ତ ସବୁଦିନ ସାଧନ କଲେ କିଛି ଫଳ ମିଳିବନି ଯଦି ଗୋଡ଼ ଠିକ ରଖେନି। ବହୁତ ଲୋକଙ୍କର ଏଠି ଆସୁଛନ୍ତି, ମୁଁ ଦେଖୁଛି ଗୋଡ଼ ଗୋଟେ ପାକିସ୍ତାନରେ, ଗୋଟେ ଭାରତରେ। ଗୋଡ଼ ଗୋଟେ ପାକିସ୍ତାନରେ, ଗୋଟେ ଆରେ ଇଏ କି ସାଧନ ନା, ହଁ ଏମିତି ଚଳିବନି। ମୁଁ କହିଲି ହଁ ଚଳିବ, ଚଳିବନି କାହିଁକି? ଯେତେବେଳେ ଅସୁବିଧା ହବ ସେତେବେଳେ ଜାଣିବ ଶକ୍ତି ସବୁ ପଳେଇ ଯାଇଥିବ, ନା ନଷ୍ଟ ହେଇଯାଇଥିବ। ଶକ୍ତି କୋଉଠି ସଞ୍ଚାର କରିବ? ଶକ୍ତି ସିନା ଊର୍ଦ୍ଧ୍ୱଗାମୀ ହେଲେ ସଞ୍ଚାର ହବ, ତମେ ତ ଅଧୋଗାମୀ କରିବ। ଆଉ ଶକ୍ତି କେମିତି ସଞ୍ଚାର ହବ? ଶକ୍ତି କେମିତି ସଞ୍ଚାର ହବ ତମ ଭିତରେ? ତେଣୁ ଆଜି ଯୋଉ କ୍ଲାସ୍ ନିଆଗଲା ବହୁତ ଇମ୍ପୋର୍ଟାଣ୍ଟ କ୍ଲାସ୍, ଆଉ ବି କୁହାଯିବ। ମୁଁ କିଛି ଅନୁସାରେ ଆଜି ଠିକ ଲାଗୁନି, ପାଗ ଠିକ ନାହିଁ, ମତେ ଠିକ ଲାଗୁନି। ମୁଁ ଟାଣି ଟୁଣିକି ତୁମକୁ କହୁଛି, ବୁଝିଲେ? ମୁଁ ଟାଣି ଟୁଣିକିରି କହୁଛି। ଏଇ ଆରି ଉପରେ କ୍ଲାସ୍ ନବା, ଆର ଥରକ ଶନିବାର ଦେଖିବା। ଆଉ ସବୁ ଜାଣ ଚକ୍ର ଅଛି, ଚକ୍ର ସହିତ ଇଡ଼ା ପିଙ୍ଗଳାର କ'ଣ ସମ୍ପର୍କ, କେମିତି ଆକ୍ଟିଭ ହେଉଛି, ଆ ଦ୍ୱାରା କ'ଣ ତମେ ପ୍ରାପ୍ତ ହେଇପାରିବ, ଆ ଦ୍ୱାରା କ'ଣ ପ୍ରାପ୍ତ ହେଇପାରିବ ସୁଷୁମ୍ନା କାଣ୍ଡ ଦ୍ୱାରା। ମୁଁ କହିଲି ତ ଗୋଟେ ବିଶ୍ୱ ବ୍ରହ୍ମାଣ୍ଡ ତୁମ ପାଖରେ ରହିବ ଯଦି ଠିକ ସକ୍ରିୟ ହେଇକି ଚାଲ। କିଛି ରୋଗର ସବୁ ରୋଗ ହଟେଇବ। ସମାନ ବାୟୁ କହିଲେ, ସମାନ ବାୟୁ ଫର୍ମେସନ କରିବ ନା? ସମାନ ବାୟୁ ମାନେ ସବୁ ଜାଗାକୁ ଯିବ, ଯୋଉ ବାୟୁଟା ମିଶିବନି, ଯିବ। ହଁ, ଉଦ୍ଦାନ ହଁ, ସେଇ ସମାନ ବାୟୁଟା ସବୁ ଜାଗାକୁ ଯିବ, ସବୁ ବାୟୁ ଯାଉନି। ହଁ ହଁ, ପ୍रणव ପ୍रणव ସୁଷୁମ୍ନା କାଣ୍ଡ ଦ୍ୱାରା। ତାମାନେ ତୁମେ ବଞ୍ଚିଛ କ'ଣ ସେଇ ସମାନ ବାୟୁ ଯାଉଛି କି ନାହିଁ? କିନ୍ତୁ ଏଥିରେ କ'ଣ ହବ ନା ଆକ୍ଟିଭ ହେଇଯିବ। ସୁଷୁମ୍ନା ଆକ୍ଟିଭ ହେଲେ ଧର ମହାନଦୀରେ ପାଣି ଆଇଲା, ଜୋର ପାଣି ଆସିଲା, ଶାଖା ନଦୀ ଗୁରା ପ୍ଲାବିତ ହବ କି ନାହିଁ? ବିଲବାଡ଼ି ସବୁ ପାଇବେ କି ନାହିଁ? ଯଦି ମହାନଦୀ ଶୁଷ୍କ ଅଛି, ନା ସୁଷୁମ୍ନା ଶୁଷ୍କ ଅଛି, ତମେ କୋଉଠି ପାଇବ? ବୁଝିପାରିଲେ? ତେଣୁ ଯଦି ମହାନଦୀରେ ପ୍ରବଳ ପାଣି ଆସିଲା, ମାନେ ଯେତିକି ଆମ ଆବଶ୍ୟକ ସ୍ରୋତ ହେଲା, ଅଟୋମେଟିକ ଶାଖା କେନାଲ ବା ଶାଖା ନଦୀ ଗୁରା ପ୍ଲାବିତ ହବ। ବିରୂପା ହଉ, ଗେଙ୍ଗୁଟି ହଉ, ବୈତରଣୀ, ଯେତେ ସବୁ ଶାଖା ନଦୀ ଅଛି ସେ ପ୍ଲାବିତ ହବ। ଆଉ ଯଦି ନାହିଁ ମାନେ ନାହିଁ। ସବୁଆଡେ ଯାଉଛି, କିନ୍ତୁ ଆକ୍ଟିଭ, ଇଏ ଆକ୍ଟିଭ ବହୁତ ସମୟ ଯିବ। ଆଉ ଲଙ୍ଗରିଂ ପ୍ରଣବରେ ସୁଷୁମ୍ନା କାଣ୍ଡ ବହୁତ ସମୟ, ଇଏ 5 ମିନିଟ ଜାଗ୍ରତ ହେଲା, ସେ 1 ଘଣ୍ଟା 2 ଘଣ୍ଟା ପର୍ଯ୍ୟନ୍ତ ଜାଗ୍ରତ କରିଦେବ ଥରେ ପ୍ରଣବ। ତେଣୁ ପ୍ରଣବ କେତେ ଇମ୍ପୋର୍ଟାଣ୍ଟ। ହଁ, ଓମ୍ କହିଦେଲେ ହବନି। ଓମ୍ ଟା ତାର ବୀଜ ମନ୍ତ୍ରଟା, କିନ୍ତୁ ମାନେ ଉଚ୍ଚାରଣ ପୂର୍ବକ ଯେତେବେଳେ ଶୁଦ୍ଧ ଉଚ୍ଚାରଣ ପ୍ରଣବର ହବ, ସେତେବେଳେ ପ୍ରଣବ କଥା କହିବ। ପ୍ରଣବ କଥା କହିବ ତୁମ ସହିତ, ଜବାବ ଦବ, ଇକୋ ହବ ତା ଭିତରେ ଶବ୍ଦ, ସେଇ ଶବ୍ଦରେ ଶିବୋହମ୍ ଶିବୋହମ୍ ଶବ୍ଦ ଆସିବ ଭିତର, ଜଣାପଡ଼ିବ। ସେଇ ଶବ୍ଦରେ ସବୁ ଶୁଣିବ, 5ଟା ସୁର ଶୁଣିବ। ଯେହେତୁ ପରବର୍ତ୍ତୀ ଘଟଣା 5ଟା, ହଁ ଗୋଟିଏ ନାହିଁ, ପ୍ରଣବ କରିବ, ପ୍ରଣବ କରୁଥିବ ନା, କଲା ଭିତରେ 2-3ଟା ପ୍ରଣବ ପରେ ପାଇବ। ଯେଉଁମାନେ ଆକ୍ଟିଭ ହେଇଯିବ।
ବେଳେବେଳେ ଶିଷ୍ୟଙ୍କ କଥା ଶୁଣିବାକୁ ପଡୁଛି, ତାଙ୍କ ଅନୁରୋଧ କ୍ରମେ କିଛି କହିବାକୁ ପଡୁଛି। ଆକ୍ଚୁଆଲି ମୁଁ ଯେତିକି କାହାକୁ ବେଶୀ ଭଲ ପାଏ, ଏ ଶିଷ୍ୟମାନଙ୍କୁ ବେଶୀ ଭଲ ପାଏ, ଯେମାନେ ଆସୁଛନ୍ତି ଶିକ୍ଷା କରୁଛନ୍ତି, କେତେ ମାନେ ଆଗ୍ରହରେ ଆସୁଛନ୍ତି, କେତେ ବିଶ୍ୱାସରେ ଆସୁଛନ୍ତି, ଧ୍ୟାନ ଦେଇ ଶୁଣୁଛନ୍ତି। ସେଇଥିପାଇଁ ମୋର ପ୍ରିୟ ଯଦି କିଏ ଥାଏ ସେଇ ସମୟ ଯିଏ ସାଧନ କଲା। ସମସ୍ତେ ଶିଷ୍ୟ ହେଇଗଲେ ତ ପ୍ରିୟ ହେଇଯିବେ ତା ନା, ଯିଏ ସାଧନ କଲା, ଯିଏ ଓବିଡିଏନ୍ସ ହେଲା, ଯିଏ କଥା ମାନିଲା, ଯିଏ ମାନେ ଆମ କଥା ପ୍ରତ୍ୟେକ କଥାକୁ ମାନେ ଗୁରୁ ଜ୍ଞାନ ଭାବିକିରି କଲା, ସେ ତ ଅଟୋମେଟିକ ପାଇଯାଏ। ମୁଁ ଜଣକୁ କୁହେ ସେ ଆଶ୍ରମରେ ଯୋଉ ଟୁଲିଆ ଥିଲା, ଭଲ ହେଇଗଲା। ମୁଁ ଯେତେବେଳେ କହିବି ଟୁଲିଆ, ତା ହାତ ଥରିବ। ମାନେ ମୋ ଶବ୍ଦଟା କେତେ ଆକ୍ଟିଭ କରୁଛି ଶରୀର, ମାନେ ମୁଁ କଣ କହିଲି ହଲିଯିବ। ମୁଁ ଦେଖିଛି, ହଁ ଟୁଲିଆ ଏଇଟା ଏ କାମ କଲୁ, ସିଏ ହଲିଯିବ, ମୁଁ ଦେଖିଛି। ମାନେ ଏ ଶବ୍ଦଟା କେମିତି ତାକୁ ଭାଇବ୍ରେଟ କରୁଛି, ବେଶୀ ଭଲ ପାଇଛି ନା। ମାନେ ଅନେଇକି ବଇଛି ମୋ କାମ କରିବା ପାଇଁ। ତେଣୁ କେତେବେଳେ ବାବା କଣ କହିଲେ, ସେ ମୁଁ ଦେଖିଛି, ମୋର ଗୋଟେ ଏକ୍ସପିରିଏନ୍ସ ହେଲା। ମୁଁ ଦେଖେ ଶବ୍ଦର କେମିତି ଝଙ୍କାର ସୃଷ୍ଟି ହଉଛି କାହା ବଡିରେ। ସମସ୍ତଙ୍କ ବଡିରେ ମୁଁ କହିଦେଲି ଅମୁକ ତମ ହଲିବ ଶରୀର, ହବନି। ସିଏ କେତେ ଆକ୍ଟିଭ ଅଛି, ସେ ଅପେକ୍ଷା କରିଛି ନା। ତେଣୁ ଜଣଙ୍କ କଥାକୁ କିଏ କେମିତି ଜଣେ ଭଲ ହବ ନା, ସେ ଯେତିକି ଭଲ ପାଉଥିବ, ଯେତିକି ବିଶ୍ୱାସ ଥିବ, ଯେତିକି ଆସ୍ଥା ଥିବ, ସେତିକି ମିଳିଯିବ। ମୁଁ କହିଲି ଜଣକୁ ଛିଡ଼ା ହୁଅ, ମାନେ ଆଙ୍ଗୁଠିରେ 20 ବର୍ଷ ହେଲା ଥରୁଛି। ଗୋଟେ ସ୍ତ୍ରୀ ଲୋକ ଆମ ଗାଁରେ ଆସିଥିଲା, ଅନ୍ୟ ତା ମାମୁଁ ଘର ଆମ ଗାଁ। ମୁଁ ଥରେ ଗଲା, ଦିଥର ଗଲା, ମୁଁ ଫେରେଇ ଦେଲି। ମୁଁ କହିଲି ଆସ, ଆଉ ଏଇନା ଅଛନ୍ତି ଅନ୍ୟମାନେ, ତମେ ତ ମାମୁଁ ଘରେ ଏଠି ରହିଥାଅ, ପରେ ଆସିବ। ସିଏ ମାନିଲାନି, ପୁଣି ଆସିଲା 4ଟା ବେଳକୁ। ଆସିଲା, ମତେ ରିଜିଲ୍ ଲାଗିଲା, ଜଣେ ଆସି ଫେରିଯିବ। ସେଠୁ ମୁଁ କହିଲି ଆସ, ଗୋଟେ ଜିଦି ଲାଗିଲା ତାକୁ ଠିକ କରିବା ପାଇଁ, ଆସ ଛିଡ଼ା ହବ ସେଇଠି। ହଁ ଛିଡ଼ା ହବ। ସେ ବୁଢ଼ା ଆଙ୍ଗୁଠି କହିଲେ ଛିଡ଼ା ହବ। ବୁଢ଼ା ଆଙ୍ଗୁଠି ମାନେ ଗୋଡ଼ର ବୁଢ଼ା ଆଙ୍ଗୁଠି। ଆପଣ ହାତରେ ନା କିଛି ଧରିଲାନି, ଛିଡ଼ା ହେଲା, ହଲୁଛି। ତାମାନେ ବୋଧେ 80 କେଜି କି 90 କେଜି ସ୍ତ୍ରୀ ଲୋକଟା, ବହୁତ ଓଜନ। ନାଇଁ 2 ମିନିଟ୍ ମାତ୍ର ଛିଡ଼ା ହେଇଛି। 2 ମିନିଟ୍ରେ ତା 20 ବର୍ଷର ରୋଗ କୁଆଡ଼େ ଭଲ ହେଲା। ନା ସେ ଯୋଗ କରିଛି, ନା ଆମକୁ ଆମ କଥାକୁ ବିଶ୍ୱାସ ଅଛି, ବିଶ୍ୱାସ ଅଛି। କିନ୍ତୁ ଆମ ମାନେ ସିଏ ଆମରି ମାମୁଁ ଘର ଆମ ଗାଁରେ। ମାମୁଁ ଘର ହେଲେ ସିଏ ଆମ ଗାଁରେ ରହିକିରି ପାଠ ପଢ଼ୁଥିଲା। ଛୁଆବେଳେ ଯେତେବେଳେ ଛୁଆ ହେଇଥିଲା, ବୋଧେ ଆମେ ଟିକେ ବଡ଼ ହେଇଥାଉ, ନୁହେଁ କି? ସିଏ ଆସି ଆମ କେତେ ବର୍ଷ ହେଲାଣି, ତାର ପିଲା ଛୁଆ ମାନେ ବଡ଼ ହେଲାଣି। ତାହେଲେ ସିଏ ସେତେବେଳେ ଆମକୁ ଜାଣିଛି ଆମେ କଣ, ଗୋଟେ ଆସ୍ଥା ଥିଲା। ହଁ, ଏ ସିଡୁଲ କାଷ୍ଟର ଥରୁଥିଲା ବା। ମାନେ ଏଠି ଚେଙ୍କା ଦେଇଛନ୍ତି ବେକରେ, କେତେ କୁଆଡ଼େ ନେଇଛନ୍ତି, ଥରେ କମିଲାନି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଲାଗେ, ଏଠି ମୁଁ ସାଧନ ଦେଇନି, ସିଏ ଯୋଉ ବିଶ୍ୱାସରେ ଆସିଥିଲା, ଯୋଉ ଭରସାରେ ଆସିଥିଲା, ମୁଁ କହିଲି ଛିଡ଼ା ହୁଅ, ସେ ଛିଡ଼ା ହେଲା, ଭଲ ହେଇଗଲା। ଏଇଟା ମତେ ବି ଆଶ୍ଚର୍ଯ୍ୟ ଲାଗିଲା। ବେଳେ ବେଳେ ମୁଁ ଏଇ ଏକ୍ସପିରିଏନ୍ସ ମୋର ହେଲାନି ସେଠି କିଛି, ମୁଁ ଜାଣିଲିନି କି, ମୁଁ ଜାଣିଲି ମୋ ଶବ୍ଦରେ କେତେ ଶକ୍ତି ଅଛି। ସେ ମାଟି ନେଇକି ଯାଇଛନ୍ତି, ସବୁ ଆଶ୍ରମରୁ ନେଇଯାଇଛନ୍ତି ମାଟି ନେଇକି, ସବୁ ଚଉରା କରିଛନ୍ତି। ଏଇ ଭୁବନେଶ୍ୱର ଲୋକ ଯାଇଛନ୍ତି, ଜାଣିଛନ୍ତି, ଭୁବନେଶ୍ୱର ଯାଉଥିଲେ ଏଠି ଗାଡ଼ି କରି। ଆମେ ଏଇନା ଭୁବନେଶ୍ୱର ଅବଶ୍ୟ ଅଛନ୍ତି, ନାହିଁ କହିବେନି, କିନ୍ତୁ ସେମାନେ ନାହାନ୍ତି। ହଉ ଠିକ ଅଛି, ଏଇଠି ରଖିବା। ମତେ ଠିକ ଲାଗୁନି, ତଥାପି ମୁଁ କହିଛି। ଆମ ଗହଣରେ ଅଛନ୍ତି ପ୍ରଭାତୀ ମିଶ୍ର। କୁହ। ଆଜି ଅନଲାଇନରେ ଥିବା जय आदिमूर्छ जोगेश्वर शिवजी महाराज की जय। जय आदिमूर्छ जोगेश्वर शिवजी महाराज की जय। जय आदिमूर्छ जोगेश्वर शिवजी महाराज की जय। गुरुदेव गुरुमाँ की जय। जय जीव
ଆଜି ଅନଲାଇନ୍ରେ ଉପସ୍ଥିତ ସମସ୍ତ ମୁନିମତି ବା ମୁନି ଭାଇମାନେ ମୋର ସପ୍ରେମ ଜୟଜୀବ। ଆଜି ମୋର ଅତ୍ୟନ୍ତ ସୌଭାଗ୍ୟ ଯେ ମୁଁ କତରୁ ଆସି ପହଞ୍ଚିଲି। ମୁଁ କହିଲି ଗୁରୁଦେବଙ୍କୁ ଦେଖା କରିବି, କାଲି ପରମିସନ୍ ନେଇଥିଲି। ଆଜି ମା ଯାହା ହଉ ମୋର ବହୁତ ସୌଭାଗ୍ୟ। ଟିକେ ଅବଶ୍ୟ ଗୁରୁଦେବ ଟପିକଟା ଆରମ୍ଭ କରିଦେଇଥିଲେ, ତେବେ ବି ମୁଁ ଆସି 5 ମିନିଟ୍ ଭିତରେ ପହଞ୍ଚିଲି। ପରମ ସୌଭାଗ୍ୟ ଗୁରୁଦେବଙ୍କ ସାମ୍ନାରେ ବସିଛି। ସବୁ ବହୁତ ବଢ଼ିଆ ଆଲୋଚନା, ଏତେ ଇନୋଭେଟିଭ ଆଲୋଚନା। ଆଉ ଗୂଢ଼ ତତ୍ତ୍ୱ ଆଜି କହିଲେ ସୁଷୁମ୍ନା କାଣ୍ଡ କେମିତି ଆକ୍ଟିଭ ହେବ ଏ ବାବଦରେ ମୁଁ ବି ଆହୁରି ଅନୁରୋଧ କଲି ଆଉ 4-5ଟା କ୍ଲାସ୍ ନିଅନ୍ତୁ। ବହୁତ ଶୁଣିକି ଏକଦମ ବହୁତ ଭଲ ଲାଗିଲା। ସୁନ୍ଦର ମଜାରେ ପ୍ରାଞ୍ଜଳକି ବୁଝେଇଲେ। ସମସ୍ତେ ବୋଧେ ଶୁଣିପାରୁଥିବେ। ମୁଁ ତ ସୁଦୂର କତରେ ଥାଏ, ଏତେ କ୍ଲିୟର ଭାବେ ଶୁଣିପାରେ। ମୋତେ ଯେମିତି ଶନିବାର ବି ଛାଟିପିଟି କେମିତି ସେଇ ଟାଇମ୍ କି ବସି ବୋଲି ବହୁତ ପ୍ରୟାସ କରେ, କେବେ କେବେ ଟିକେ ମିସ୍ ହେଇଯାଏ। ଯାହା ହଉ ତେବେ ବି ଭୁବନେଶ୍ୱର ଆସି ପହଞ୍ଚି ମୁଁ କହିଲି କାଲି ତ ଥିଲି ଅନଲାଇନ୍, ଆଜି କାଲି ଯାହା ହେଲେ ଖଣ୍ଡଗିରି ଯଦି ଅଛନ୍ତି ଗୁରୁଦେବ ଦେଖା କରିବି। ଆଉ ଆଜି ଆଲୋଚନା ତ ସମସ୍ତଙ୍କ ହୃଦୟସ୍ପର୍ଶୀ। ଆଉ ଏ ବାବଦ ଯେ ଏତେ ଜ୍ଞାନ ଜାଣିବା ପାଇଁ ଆମର ବାକି ଅଛି, ମୁଁ ଅନୁରୋଧ କଲି 4-5ଟା କ୍ଲାସ୍ କି ଆହୁରି ଅଧିକା କ୍ଲାସ୍ ନେଲେ ମଧ୍ୟ ଭୁଲ ହେବନି। ଅତ୍ୟନ୍ତ ଗୂଢ଼ ତତ୍ତ୍ୱ କହିଲେ, ସେ ତତ୍ତ୍ୱକୁ ଯଦି ଆମେ ଆଧାର କରି ସବୁଦିନ ସେଇଭଳିଆ ଆଶା ରଖି ବାସିବା, ଆମେ ବି ନିହାତି ପହଞ୍ଚି ପାରିବା ନିର୍ଦ୍ଦିଷ୍ଟ ଜାଗାରେ। ବହୁତ ଉଦାହରଣ ଦେଇ ବୁଝାଇଲେ, ଭଲ ଲାଗିଲା। ମୁଁ ପାଖରେ ବସିଛି, ମୁଁ କହିଲି ମୁଁ ମତ ରଖିବି, ଆଉ ଭାଇମାନେ ବି ତାଙ୍କର ମତ ରଖିବେ। ମୁଁ କହିଲି କାହିଁ ଜଲ୍ଦି ସାରିଦେଲେ, ଆଜି ଟିକେ ଭଲ ପାଗ ନାହିଁ। କହିଲେ ନାଇଁ ଟିକେ ଆଲୋଚନା କରିବା, ଟିକେ ଭଲ ଲାଗୁନି, କ୍ଲାଇମେଟ୍ ଚେଞ୍ଜ ହେଇଯାଇଛି, ତେଣୁ ଟିକେ ମତାମତ ସବୁ କ'ଣ ରଖିବେ। ତେଣୁ ମୁଁ ପ୍ରଥମେ ମତ ରଖିଛି ଯେ ଏଇ ଟପିକଟା ଆଉ ଟିକେ ଆଲୋଚନା କରନ୍ତୁ। ବହୁତ ଗୂଢ଼ ତତ୍ତ୍ୱ କେମିତି ଆକ୍ଟିଭ ସୁଷୁମ୍ନା କାଣ୍ଡ। ରହୁଛି ସମସ୍ତଙ୍କୁ ସପ୍ରେମ ଜୟଜୀବ। ରହୁଛି ଜୟଜୀବ। ଠିକ ଅଛି, ତାଙ୍କ ମତାମତ ପାଇଁ ଧନ୍ୟବାଦ। ଧନ୍ୟବାଦ। ସମସ୍ତେ ଏଇ ସତ୍ସଙ୍ଗକୁ ମନୋଯୋଗ ସହିତ ଶୁଣିଛନ୍ତି, ଅନୁଭବ କରିଛନ୍ତି, ସାଧନରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ବା ବିନିଯୋଗ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ଧନ ପ୍ରାପ୍ତିର ଯୋଗ ଗୋଟେ ବିଶାଳ ଚିନ୍ତାଧାରା ଆ ଭିତରେ ଅଛି। ପ୍ରାପ୍ତ ମଧ୍ୟ ହବ। ମୁଁ କିଛି ଅଂଶରେ ତାକୁ ପରୀକ୍ଷା କରି ସାରିଛି। ଯୋଉଟା ପ୍ରୁଭ୍ଡ, ପରୀକ୍ଷିତ, ପ୍ରମାଣିତ, ସେଇ କଥା ମୁଁ ତୁମ ଆଗରେ ଉପସ୍ଥାପନ କରୁଛି। ନିଜେ ନ ଅନୁଭବ କରିବା ପର୍ଯ୍ୟନ୍ତ ମୁଁ କିଛି କୁହେନି। ଅନୁଭବ ଜନିତ ଜ୍ଞାନ, ବିଶାଳ ଜ୍ଞାନ। ତେବେ ନିର୍ଭୟରେ ସବୁଦିନ ଆକାଂକ୍ଷା ରଖ କେମିତି ସାଧନ କରିବି। ଗୋଟିଏ ପଏଣ୍ଟ ଏବେ ସରିଗଲା, ସତ୍ସଙ୍ଗ ସରିଗଲା, ପୁଣି ଗୋଟେ ମାନସିକ ସ୍ତରରେ ପ୍ରସ୍ତୁତ ହବ କ'ଣ କରିବି। ସନ୍ଧ୍ୟାବେଳକୁ ଟାର୍ଗେଟ ରଖ। ଯେଉଁମାନେ ସନ୍ଧ୍ୟାରେ କରୁଛନ୍ତି ବା ସନ୍ଧ୍ୟାରେ ଯେଉଁମାନେ ନ କରୁଛନ୍ତି, ପୁଣି ଭୋର 3ଟା ବେଳକୁ ବ୍ରହ୍ମ ମୁହୂର୍ତ୍ତରେ କେତେ ଆବଶ୍ୟକତା ଅଛି, ସେଇଟା ବି ମଧ୍ୟ ଇଏ କର। ହଁ, ଆଉ ଗୋଟେ କଥା କହିପାରିଲେନି, ମାନେ ମନେ ପଡୁଛି ଗୋଟେ ବ୍ରହ୍ମ ମୁହୂର୍ତ୍ତରେ ବି ସୁଷୁମ୍ନା ଆକ୍ଟିଭ ହେବ, କଲା ମାନେ ବେଶୀ ଆକ୍ଟିଭ ହେବ। ଏ ବିଷୟରେ କହିବି ପୁଣି ଆଉ ଟିକେ ଏଲାବୋରେଟ୍ କରିକିରି। ପୁଣି ଯଦି ଗୋଟେ କ୍ଲାସ୍ ନିଆଯାଏ, ଆର ବହୁତ ରହସ୍ୟ ଲୁଚି ରହିଛି, ମୁଁ କହିପାରୁନି ଏଥିପାଇଁ ଯେ ଗୁପ୍ତ ଅଛି ବୋଲି। ଚେଷ୍ଟା କରିବା ଯେତିକି ଖୋଲିବା ପାଇଁ। ନ ଖୋଲିଲେ ରହିପାରୁନି, କହିଲେ ପୁଣି ସହି ହବ। କାମରେ ଏଇଟା କହିବା ଗୁପ୍ତ ବହୁତ ଜିନିଷ ରହିଛି। ସାଧନ କ୍ରିୟା ଖୋଲି ହେଇଯିବ, ତାକୁ ଜଗିବାକୁ ପଡୁଛି, ସବୁ କଥା କରିବାକୁ ପଡୁଛି। ଜୀବନ ଗୋଟେ ଅସରନ୍ତି ଭାବନା। ଜୀବନ ଏକ ଭାବନାର ମାନେ ଗଣ୍ଠି। ଦେଖନ୍ତୁ ଜୀବନଟା ଏତିକି ଖାଲି ଜାଣନ୍ତୁ। ତାପରେ 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 ଭାବନା ଆସୁଛି, ତାପରେ ଭାବନା ଆସୁଛି, ତାପରେ ଭାବନା ଆସୁଛି। କି ବିଚିତ୍ର ଜୀବ ମଣିଷ। ହଉ, ତେବେ ଏଇଠି ସମାପ୍ତ ତ କରିବା। ତା ପୂର୍ବରୁ ମୁଁ କହି ରଖୁଛି, ଯଦି ଆବଶ୍ୟକ ହୁଏ, ଯଦି ମତ ରଖିବେ, ଫୋନ୍ କରିବେ, କହିବେ ହଁ ଠିକ୍ ଅଛି, ଆଉ ଥରେ ଯଦି ଅନୁରୋଧ ହୁଏ ପୁଣି ତାକୁ ବିସ୍ତୃତ ଭାବରେ ଆଲୋଚନା କରିବା। ସେ ପର୍ଯ୍ୟନ୍ତ ଆମେ ଏଠି ରହିବା। ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ଆନନ୍ଦିତ ଅବସ୍ଥାରେ ରୁହନ୍ତୁ।
ଆନନ୍ଦିତ ନୁହେଁ, ଆନନ୍ଦିତ ଅବସ୍ଥାରେ ରୁହନ୍ତୁ ସବୁବେଳେ, ଦେଖିବ ସବୁ ଜିନିଷ ଆସିବ, ସବୁ ଜିନିଷ ପାଇଯିବ। ହଉ, ସମସ୍ତଙ୍କୁ ଜୟଜୀବ, ଧନ୍ୟବାଦ। ବାବା ଜୟଜୀ। ଜୟ ଜୟ।